बर्तमान आम गोटे मिनिट माँ का नाम माँ माँ जप करिया माँ 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 Ma 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 Over. संवेद कंठरे राधार प्रार्थना पहिली देखारे जानिली प्राण प्रभु ईश्वर हृदय देवता घिनिबा हेउ अर्घ्य मोहर सबु मो भावना बिग अनुभूति अंतरे जीवनर गति सकल प्रति अणु शरीरे प्रतिरक्त बिंदु मोहर प्रभु सेना तो मरी एकांते मोहि सर्वमन्ते निश्चिते मुतु मरी मोर बोले किछि रखिनी हेउ इच्छा पूरण ଯାହା ବାଛି ଦେବ ମୋ ପାଇଁ ଜୀବନ ବା ମରଣ ସୁଖ ଦୁଃଖ ଭୋଗ ବେଦନା ଯାହା ସୁମୋ ପାଶେ ତୁମ୍ଭ ଦାନ ବୋଲି ଆଦରେ ବରି
ନେ ବିହାର ସେ ଗୋଟି ଗୋଟି ତୁମ୍ଭ ଦାନ ମୋ ଠାରେ ଦିବ୍ୟ ସମ୍ପଦ ବୋହି ଆଣିବେ ମୋ ସମୀପେ ଅପରୂପ ଆନନ୍ଦ। ଦୁର୍ଗାସ୍ତୋତ୍ର ଶ୍ରୀ ଅରବିନ୍ଦ। ମାତଃ ଦୁର୍ଗୀ ସିଂହବାହିନୀ ସର୍ବଶକ୍ତିଦାୟିନୀ ମାତଃ ଶିବପ୍ରିୟେ ତୋର ସତ୍ୟଂଶ ଜାତ ଆମ୍ଭେମାନେ ଭାରତବର୍ଷର ଯୁବଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ ଶୁଣ ମାତ ଏହି ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗୀ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୁ ଆନନ୍ଦ ଧାମରେ ଫେରି ଯାଉ। ଏଥର ବି ଜନ୍ମ ହୋଇ ତୋରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ ସହାୟ ହୁଅ। ମାତଃ ଦୁର୍ଗୀ ସିଂହବାହିନୀ ତ୍ରିଶୂଳଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗୀ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ ଦିଅ ମା ପ୍ରାଣୀ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମାତଃ ଦୁର୍ଗୀ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା ତୁ ହିଁ ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା ଆଲୋକ ବିସ୍ତାର କର ମାତ ତିମିର ବିନାଶ କର। ମାତଃ ଦୁର୍ଗୀ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗୀ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମାତ ବିନାଶକର କ୍ଷୁଦ୍ରତା ବିନାଶକର ସ୍ୱାର୍ଥ ବିନାଶକର ଭୟ ମାତ ଦୁର୍ଗେ କାଳୀ ରୂପିଣୀ ନିର୍ମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତସ୍ତରୀକୁ ବିନାଶ କର ଗୋଟିଏ ବି ଯେପରି ଆମମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତ ପ୍ରକାଶ ହୁଅ। ମାତଃ ଦୁର୍ଗୀ ସ୍ୱାର୍ଥ ଭୟ କ୍ଷୁଦ୍ରାସତାରେ ମ୍ରିୟମାଣ ଭାରତ ହେ ମାତ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମାତଃ ଦୁର୍ଗୀ ଯୋଗ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧା ଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର ମାନବ ସହାୟୀ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତ ଦୁର୍ଗୀ ଅନ୍ତସ୍ତରୀକୁ ସଂହାର କରି ବାହାରର ବାଧା ବିଘ୍ନ ନିର୍ମୂଳ କର ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲୀଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ ମାତୃ ଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗୀ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ ହେ ମାତ ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତ ଦୁର୍ଗୀ ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ ଆସ ମାତ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ।
ବୀର ମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃପୂଜା। ଆମମାନଙ୍କ ସକଳ କାର୍ଯ୍ୟ ବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସଭାବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତଃ ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ, ମା ପ୍ରକାଶ ହୁଅ। ବହୁତ ବହୁତ ଧନ୍ୟବାଦ ଅପା। ବର୍ତ୍ତମାନ ସାବିତ୍ରୀ ପଠନ ପାଇଁ ମୁଁ ଶାରଦା ପ୍ରସନ୍ନକୁ ଅନୁରୋଧ କରିବି, ସେ ପୁନେରେ ଅଛନ୍ତି। Savitri, Canto 3. The glory and the fall of life. An uneven broad ascent now lured his feet, answering a greater nature's troubled call. He crossed the limits of embodied mind and entered wide, obscure, disputed fields, where all was doubt and change and nothing sure. A world of search and toil without repose. As one who meets the face of the unknown, a questioner with none to give reply, attracted to a problem never solved, always uncertain of the ground he trod, always drawn onto an inconstant goal. He traveled through a land peopled by doubts, in shifting confines on a quaking base. In front he saw a boundary ever unreached, and thought himself at each step nearer now, a far retreating horizon of mirage. A vagrancy was there that brooked no home, a journey of countless paths without a close. Nothing he found to satisfy his heart. A tireless wandering sought and could not see. Their life is the manifest incalculable, a movement of unquiet seas, a long and venturous leap of spirit into space, a vast disturbance in the eternal calm, an impulse and passion of the infinite, assuming whatever shape her fancy wills, escaped from the restraint of settled forms. She has left the safety of the tried and known, unsupported by the fear that walks through time, undaunted by fate that dogs and chance that springs. They accept disaster as a common risk. ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ମୁଁ ମା ପୁସ୍ତିକା ପଢ଼ିବା ପାଇଁ ଶଶୀପାଳୀଙ୍କୁ ଅନୁରୋଧ କରିବି, ମା ପୁସ୍ତିକା ପଠନ କରିବେ। Om Shri Aurobindo Mera, open my mind, my heart, my life to your light, your love, your power, in all things may I see the divine. The Mother, Chapter 3. To walk through life armored against all fear, peril, and disaster. Only two things are needed. Two that go always together. The grace of the Divine Mother, and on your side an inner state made up of faith, sincerity, and surrender. Let your faith be pure, candid, and perfect. An egoistic faith is a mental and vital being tainted by ambition, pride, vanity, mental arrogance, guided elsewhere, personal demand, desire for the petty satisfactions of the lower nature. It is the low smoke of curd flame that cannot burn upward to heaven. Regard your life as given you only for the divine work and to help in the divine manifestation. Desire nothing but the purity, force, light, wideness, calm. Another of the divine consciousness and its insistence to transform and perfect your mind, life, and body. Ask for nothing but the divine, spiritual, and supramental truth, its realization on earth and in you,
and in all who are called and chosen, and the conditions needed for its creation, and its victory over all opposing forces. Let your sincerity and surrender be genuine and entire. When you give yourself, give completely, without demand, without condition, without reservation, so that all in you can belong to the Divine Mother and nothing be left to the ego or given to any other power. The more complete your faith, sincerity, and surrender, the more will grace and protection be with you. And when the grace and protection of the Divine Mother are with you, what is there that can touch you or whom need you fear? A little of it even will carry you through all difficulties, obstacles, and dangers. Surrounded by a full presence, you can go securely on your way because it is hers, careless of all menace, unaffected by any hostility, however powerful, whether from this world or from worlds invisible. Its touch can turn difficulties into opportunities, failure into success, and weakness into unfaltering strength. For the grace of the Divine Mother is the sanction of the Supreme, and now or tomorrow its effect is sure, a thing decreed, inevitable, and irresistible. এইটি উপস্থিত সমস্ত ମୋର ବିନମ୍ର ପ୍ରଣାମ ବନ୍ଦେ ମାତରମ୍। थैंक यू। वर्तमान ध्यान प्रार्थना पढ़िया मु सस्मिता बलबा को अनुरोध करी। ध्यान प्रार्थना सस्मिता बलबा। ध्यान और प्रार्थना जनवरी 7, 1914। हे भगवान ସେହି ସମସ୍ତଙ୍କୁ ଶାନ୍ତି ଦିଅ, ଆଲୋକ ଦିଅ, ସେମାନଙ୍କ ଅନ୍ଧ ଚକ୍ଷୁ ଓ ତମସାଚ୍ଛନ୍ନ ବୁଦ୍ଧି ଖୋଲି ଦିଅ, ସେମାନଙ୍କର ନିଷ୍ଫଳ ଆତ୍ମପୀଡ଼ନ ଓ ନିରର୍ଥକ ଦୁଶ୍ଚିନ୍ତା ଶାନ୍ତ କରିଦିଅ, ସେମାନଙ୍କର ନିଜ ଉପରେ ଆବଦ୍ଧ ଦୃଷ୍ଟିକୁ ଫେରାଇ ଦିଅ। ତୋ କାର୍ଯ୍ୟରେ ବିନା ହିସାବରେ ବିନା ସଂକୋଚରେ ଆତ୍ମସହାୟତାର ଆନନ୍ଦ ସେମାନଙ୍କୁ ଦିଅ। ତୋର ସୁଷମା ସକଳ ବସ୍ତୁ ମଧ୍ୟରେ ବିକଶିତ ହେଉ, ଆଉ ସକଳ ହୃଦୟରେ ତୋର ପ୍ରେମ ଜାଗରିତ ହେଉ, ଯଦ୍ୱାରା ତୋର ଚିରନ୍ତନ ଉନ୍ନତଶୀଳ ବିଧାନ ପୃଥିବୀ ଉପରେ ସିଦ୍ଧ ହେବ ଏବଂ ତୋର ସୁସଙ୍ଗତି ପ୍ରସାରିତ ହେଉ ସେହି ଦିନ ପର୍ଯ୍ୟନ୍ତ ଯେଉଁ ଦିନ ପର୍ଯ୍ୟନ୍ତ ଶାନ୍ତି ଓ ଶୁଦ୍ଧି ସହ ସକଳ ବସ୍ତୁ ତୁ ହିଁ ହୋଇ ନ ଯାଇଛୁ। ଆହା, ସକଳ ଆଖିରୁ ଲୁହ ଶୁଖିଯାଉ, ସକଳ ବେଦନା ଦୂର ହୋଇଯାଉ, ସକଳ ଯନ୍ତ୍ରଣା ମିଳାଇ ଯାଉ, ସକଳ ହୃଦୟରେ ବିରାଜିତ ହେଉ ସ୍ଥିର ପ୍ରଶାନ୍ତି ଏବଂ ସକଳ ମସ୍ତିଷ୍କ ସୁଦୃଢ଼ ହୋଇଉଠୁ ଏକ ଶକ୍ତିଶାଳୀ ନିଃସଂଶୟତାରେ ସଞ୍ଜୀବନୀ ଧାରା ତୁଲ୍ୟ ପ୍ରବାହିତ ହେଉ ସକଳଙ୍କ ମଧ୍ୟରେ ତୋ ଜୀବନ, ସକଳେ ତୋର ଅଭିମୁଖୀ ହୁଅନ୍ତୁ, ଯଦ୍ୱାରା ତୋର ଧ୍ୟାନରେ ସେମାନେ ଅର୍ଜନ କରିବେ ଯାବତୀୟ ପ୍ରକାର ବିଜୟର ଶକ୍ତି। बहुत बहुत धन्यवाद। बर्तमान आम लिलिअपा पाखर शुणा गोटे मातृवंदना। मु बर्तमान लिलिअपा अनुरोध करी से भुवनेश्वर गोटे थाई गोटे मातृवंदना निवेदन करेंगे माँ पाखे। लिलिअपा। ओम नमो भगवते श्री अरविंदाय। ओम नमो भगवते मीरारविंदाय। समस्त भाई को वंदे मातरम। अनेक अनेक शुभेच्छा। धरी पड़ुआ मोतीरे सुत गोलापर सत पाकुड़मा धरी पड़ुआ मोतीरे ভিতরে বাহারে দেখে কারো সমা ভিতরে বাহারে যেতে করো সমা ধুই যাও তো হাসারে মা ধুই যাও তো হাসারে সুত গোলাপর সাত পাখুড়া মা
ঝরি পড়ো আমসিরে চাহানি শিখারে জাଳି দিয়া মারব আশ্রুহারা ধূপবতী বিশ্বাস বিনারে বাজু নিরাবাদি করুণার মধু গীতি জীবন তরুমা কুসুমিত হেও জীবন তরুমা কুসুমিত হেও আশিস ঝারণ নীরে মা আশিস ঝারণ নীরে শ্বেত গোলাপর শত পাখুড়ামা ঝরি পড়ো আমসিরে অন্তর মন্দিরে নিরন্তর তোর পূজা মাগো হেউথাও তোহরি নামরে দিব্য সঙ্গীত রচি আমি গাউথাও তোর হাত ধরি আমি গত হরি তোর হাত ধরি আমি গত হরি পথে আগে বুঝি মা পথে আগে বুঝি শ্বেত গোলাপর শত পাখুড়ামা ঝরি পড়ো আমসিরে ভিতরে বাহারে যেতে করো সমা ভিতরে বাহারে যেতে করো সমা হয়ে যাও তো মা হয়ে যাও তো সারি মা হয়ে যাও তো সারি बहुत सुंदर अति भाव विह्वल प्रार्थना थिला मां पाखे कृतज्ञता ज्ञापन करवा अपन पई खूब भावर सहित प्रार्थना टी मां पाखे निवेदन करछंती वंदे मातरम आज सानुर हैप्पी बर्थडे तेणु आम समस्ते बनफेस जनइबा तेणु बर्थडे जेहेतु कृपार दिवस तेणु आम सानु पई कृपा प्रार्थना करवा प्रत्येक मनुष्य कृपा बिना गोटे पाद मध्य अग्रसर हो पारे ना जन्मदिन हूँ से एक दिन जो दिन की माँ आमको चेतनार सर्वोच्च स्तर को उत्तोलित कर नहीं पारती दिव्य कृपा को आम मध्य अनुप्रवेश कर क्रिया करने सुजोग सृष्टि कर दियंती विगत जन्म मानकर जिते सब सिद्धि आमर प्राप्त हबार थिला माँ के प्रति यदि आम आस्था रखती और सचेतन हो पारती ताले आम से सब को मध्य लाभ करने सुजोग लाभ करूँ तेणु जन्मदिन जेहेतु कृपार दिवस तेणु आम बनफेस जनइबा बनफेस 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 आज जो प्रसंग रखाई नीरवता हूँ पूर्ण जगर चाबिकाठी भाई भौन माने आम समस्ते माँ सन को भल पाइले गोटे कथा अवश्य आम जाचे इन एन एब्सोल्यूट साइलेंस स्लीप्स एन एब्सोल्यूट पावर इन द माइंड्स साइलेंस द ट्रांसेंडेंट एक्ट्स ये श्री अरविंदर वाक्य असीम नीरवता भितर विश्वातीता शक्ति काम करि पारंती असीम शक्ति काम करि पारंती मन जो संपूर्ण नीरव हो जाए ये जो मां चेतनार जो तीन गोटी धारा व्यष्टिगत विश्वगत और विश्वातीत से विश्वातीत शक्ति आमरी मध्य क्रिया करि पारे जहाँफल आम माँ योग्य हाँपाई उपयुक्त हो पार तेणु नीरवता नुहे पाटी की चुप करवा सकल प्रकार क्रियाधारा को भगवत अभिमुखी करवा मन प्राण शरीर को भगवान पाखरे निविष्ट करवा भगवत प्रभाव को ग्रहण करने मन प्राण शरीर मध्य गोटे व्याकुलता को सृष्टि करवा जहाँफल भगवत शक्ति
मन प्राण शरीर अनुप्रवेश करी क्रिया कले यही मन प्राण शरीर दिव्य जीवन लभिबारे आमे रूपांतर होबारे से माने बहु किछि खुराक काम को जोगे दे पारंती। तेणु एइथमे कुआइछि जेहेतु आमे चलचंचल मनटिए पाइछु जो मन होछि अज्ञानतार यंत्र तेणु आम भितर अनेक भूल भटक से होछि जेहेतु से अज्ञानतार यंत्र आमे से अज्ञानतार प्रेरणातार परिचालित होउछे एइथमे आम जीवन रे सब किछि अडुआ तडुआ हो जाउछि। ए दृष्टि श्रीरंग कहले मनर नीरवता एकांत अपरिहार्य योग साधना पाई मनर नीरवता एकांत अपरिहार्य कारण नीरव मन हेउछि यथार्थ ज्ञानर प्रकाश निमित्त एक मुक्त क्षेत्र। तेणु क्वाटिट्यूड ऑफ द माइंड इज एब्सोल्यूट नेसेसरी फॉर साधना। साधना जीवन बंचिया कहले मनर निश्चलता एकांत अपरिहार्य नीरवता द्वारा जणे अन्य जन को यथार्थ सहायता प्रदान कर पारे। नीरवता एइथमे अर्जन करिवा हम असीम शक्तिर अधिकारी हवा जो शक्ति हमको रूपांतर करिवो विशेष करी अतिमानस रूपांतर जो नियति निर्दिष्ट होइछि ता नीरवता भितर सहज क्रिया करि पारे। तेणु जे भितर जेते नीरव ता भितर अतिमान शक्ति सते क्रियाशील होई पारे। तो जाओ ए संपर्क रे आम गणे अछंती गया भाई मु गयाधर को अनुरोध करी से प्रसंग को आम आगे उपस्थापित करेंगे भाई। त्वं वेदवाणी निखिलाश्च वेदा त्वं शब्दशक्ति तथार्थ शक्ति त्वं ब्रह्म विद्यासि परापरेसि त्वं ब्रह्म शक्ति शरणं प्रपद्ये। जो ब्रह्म शक्ति की मुझे स्मरण करुछि जो ब्रह्म शक्ति शरणापन्न होइछि सेही ब्रह्म शक्ति प्रतीक जो नीरवता नीरवतार उत्स जे नीरवतार प्रकृति बिंदु जे से बिंदु से उत्स से शक्ति जो दिव्य जननी और परम प्रभु एटी उपस्थित से दिव्य उपस्थिति रे आज जो पाठचक्र अनुष्ठित होउछि ए पाठचक्र रे योगदान करथिबा समस्त ऑनलाइन एवं ऑफलाइन भाई और भौणी मानक मो विनम्र प्रणाम करुछि। साधारणतः ये ऑनलाइन पाठचक्र मत ऑकवर्ड लगे आउ ऑनलाइन पाठचक्र जो हुए से उपस्थित रहे नहीं। नीरवता जो शब्दटी नीरवतार शब्दटी यदि प्रकृति रे आमे नीरव हृदय रे प्रकृति ताको यदि अनुभव करिबा तेबे जानिबा ए जे पाठचक्र उद्देश्य कौन। कोरोना टाइम रे ऑनलाइन पाठचक्र होउथिला सेते बेले से समय थिला से समय रे ऑनलाइन पाठचक्र परिवार उद्देश्य मते रहिथिला तेणु ऑनलाइन पाठचक्र करा जाउथिला किंतु ता परे जेते सब पाठचक्र ऑनलाइन परे माने कोरोना परे जेते सब पाठचक्र अनुष्ठित होछि सेही नीतिटा को वर्तमान एपर्यंत मत चालू रही जहा फल कि जे पाठचक्र जो महत्व जो सुधी जो तार जो पाठचक्र जो महात्म्य तार जो अंतर तत्व रही अंतर शक्ति रही
ସେ ଶକ୍ତିକୁ ଅନୁଭବ କରିବାରେ ଆମେ ନିଶ୍ଚିତ ଭାବରେ କେତେ ଯେ କେତେ ଅବହେଳା କରୁଛୁ ତାହା ମୁଁ ମଧ୍ୟ ଶବ୍ଦରେ ପ୍ରକାଶ କରିପାରିବିନି। ତେଣୁ ଆଜି ମୁଁ ଆମର ଅପା ଭାଇମାନଙ୍କ ପାଖରେ ଗ୍ରହଣରେ ଆଜି ଯୋଉ ବିଷୟରେ ମୁଁ ଆଜି ଉପସ୍ଥାପନ କରିବାକୁ ଯାଉଛି, ଆମେ ଆଲୋଚନା କରୁଛନ୍ତି, ମାନେ ଅତି ସରଳ ଭାବରେ ଆମର ବୁଝିବା ମୁତାବକ, ଆମେ ଅନୁଭବ କରିବା ମୁତାବକ ଆମେ କିଭଳି ଭାବରେ ଯେ ସେଇ ବିଷୟଟି ଉପସ୍ଥାପନ କରାଯାଇପାରିବ ସେଥିପ୍ରତି ମଧ୍ୟ ମୁଁ ଧ୍ୟାନ ଦେବି। କାହିଁକି ଯେ ନିରବତା ଗୋଟେ ଯୋଉ ଶବ୍ଦ, ଯୋଉ ଏଇ ଶବ୍ଦଟି କେବଳ 4ଟି ଅକ୍ଷର ଆମେ କହୁଛୁ, ଏ ଖାଲି ଯୋଉ ଯୋଡା ହେଇଛି 4ଟି ଅକ୍ଷର ମିଶ୍ରଣରେ ଯୋଉ ଶବ୍ଦଟି ଆସିଛି, ଏ ଶବ୍ଦ ସେଇଭଳି ଭାବରେ ସାଧାରଣ ଶବ୍ଦ ନୁହେଁ। ଆପଣମାନେ ସମସ୍ତେ ଜାଣିଥିବେ, ଆମେ ସବୁ ଯୋଉ ପ୍ରତ୍ୟେକ ଜାଗାରେ ଯୋଉଠି ବି ଆମେ ନିରବତା ହିଁ ପ୍ରକୃତ ଲେଖୁ, କିନ୍ତୁ ନିରବତା ଲେଖାଯାଏ, ସେ ଶବ୍ଦ ସେମିତି ଥାଏ, କିନ୍ତୁ ତାକୁ ସବୁବେଳେ ଅବହେଳା କରୁ। ଲେଖାଯାଇଛି ତ ଆମର ସେ ଅଭ୍ୟାସରେ ପଡିଯାଏ। ତେଣୁ ସବୁ କ୍ଷେତ୍ରରେ ସେଇଆ, ବହୁତ କ୍ଷେତ୍ରରେ ମଧ୍ୟ ସେଇଆ। ଯୋଉଠି ପ୍ରକୃତରେ ଛେପ ପକେଇବାକୁ ଲେଖାଯାଇଥିବ ଅଫିସରେ, ସେଇଠି ସାଧାରଣତଃ ବେଶୀ ଲୋକ ଛେପ ପକେଇବେ। ଯେତେବେଳେ କେଉଁଝରରୁ ମୁଁ ଯେତେବେଳେ ବରଗଡ଼ ଯାଉଥିଲି, ଗାଡ଼ିଟି ସମ୍ବଲପୁରରେ କିଛି ସମୟ ରହେ ତାଙ୍କର ବସଷ୍ଟାଣ୍ଡରେ। ବସଷ୍ଟାଣ୍ଡରେ ପ୍ରାୟ ରାତି 3ଟା ବେଳକୁ ପହଞ୍ଚେ। 3ଟା ବେଳେ ପହଞ୍ଚିଲା ପରେ ଲୋକମାନଙ୍କୁ ତ ନିଶ୍ଚିତ ଭାବରେ ପଇସା ଲାଗିବ ନା, ତେଣୁ ସାଙ୍ଗେ ସାଙ୍ଗେ ବର୍ଷା କଲା ମାନେ ସେଠି ସେ ବସଷ୍ଟାଣ୍ଡରେ ସେଇଠି ହିଁ ବର୍ଷା କରିଦିଅନ୍ତି। ଆମର ଯେମିତି କେଉଁଝର ବସଷ୍ଟାଣ୍ଡ ରହୁଛି। ତେଣୁ କିଛି ଦିନ ଗଲା ପରେ ସେଇ କେହି ଗୋଟେ ମହାତ୍ମା ଲେଖି ଦେଇଛନ୍ତି ଯେ ଏଠି କୁକୁର ମୁତନ୍ତି। ମୁଁ ଦେଖିଲି ପାଖରେ, ତେଣୁ ମୁଁ ପଢୁଛି, ସାଙ୍ଗେ ସାଙ୍ଗେ ଗୋଟେ ଲୋକଟେ ଆସିଲା, ଯୋଉଠି କୁକୁର ଲେଖା ହେଇଛି, କୁକୁର ଶବ୍ଦ 3ଟା ଲେଖା ହେଇଛି, ତାର ଉପରେ ବର୍ଷା କରିଦେଲା। କହିଲା କୁକୁର ଗୋଟେ କଣ ଲେଖା ହେଇଛି, କୁକୁର ଉପରେ ତ ବର୍ଷା କରିବା କଥା, କୁକୁର ଗୋଟେ କଣ ଯିବ। ପୁଣି କିଛି ଦିନ ଗଲା ପରେ ଯାଉଛି ପୁଣି ସେଇଠି ଓହ୍ଲେଇଲା ପରେ କଣ ହେଇଛି ନା ଲେଖା ହେଇଛି ଓಂ ବାସୁଦେବାୟ ନମଃ। ଓಂ ବାସୁଦେବାୟ ନମଃ ଯୋଉଠି ଲେଖା ହେଇଛି, ତା ତଳକୁ ଠିକ ଲୋକମାନେ ବର୍ଷା କରୁଛନ୍ତି ସେଇ କାନ୍ଥରେ। ମାନେ ଆମର ଲୋକମାନେ ଆମେ ଏଇଭଳି ଭାବରେ ଯେ ଶବ୍ଦକୁ ଏଭଳି ଭାବରେ ଆମେ ଧରିଥାଉ, କିନ୍ତୁ ଶବ୍ଦ ଯେ ପ୍ରକୃତରେ ଗୋଟେ ଶକ୍ତି, ଗୋଟେ ବିରାଟ ଶକ୍ତି, ଗୋଟେ ଅନନ୍ତ ଶକ୍ତି, ଯାହାକୁ ଆମେ ଆଦ୍ୟ ଶକ୍ତି ବୋଲି କହିଥାଉ, ବ୍ରହ୍ମ ଶକ୍ତି ବୋଲି କହିଥାଉ। ତେଣୁ ସେଇଭଳି କାହିଁକି ଆପଣମାନେ ସମସ୍ତେ ଆମେ ଜାଣିଛୁ ଯେ ଆଶ୍ରମରେ ଦିମନ ଭାଇକୁ ଆପଣମାନେ ଯଦି କିଏ ଦେଖିଥିବେ ଜାଣିଥିବେ। 50 ବର୍ଷ ପୂର୍ବର କଥା କହୁଛି। ଦିମନ ଭାଇ ପାଖରେ ବସିଥାଏ, ତାଙ୍କ ପାଖରୁ ବ୍ଲେସିଂସ୍ ଆଣେ, ରୁମାଲ ମଧ୍ୟ ଆଣେ। ସେ ଏମିତି ଚୁପ୍ ହେଇକି ବସିଥାନ୍ତି, ନୀରବ ହେଇକି ବସିଥାନ୍ତି। ପ୍ରଣାମ କରିସାରିଲା ପରେ ସେ ବ୍ଲେସିଂଟାକୁ ସାଙ୍ଗେ ସାଙ୍ଗେ ଓଳେଇ ଦିଅନ୍ତି। ଦିମନ ଭାଇଙ୍କୁ ମୁଁ ଥରେ ପଚାରିଲି ସାହସ କରିକି, ଆପଣ ହଉଛନ୍ତି ଆଶ୍ରମର ମାନେ ହିସାବ ରକ୍ଷକ, ମାନେ କ୍ୟାସିୟର, ମାଙ୍କର ଯେକୌଣସି କାର୍ଯ୍ୟ କରିବାର ଅଛି ସେତେବେଳେ ପଇସାର ଅଭାବ ଥାଏ, ମା ଖାଲି କହିଦିଅନ୍ତି ଯେ ଏଇ କାର୍ଯ୍ୟଟା କରିବାକୁ ହବ। ଅର୍ଥ କୋଉଠି ଆସିବ? ଦିମନ ଭାଇଙ୍କର ତାଙ୍କର କାର୍ଯ୍ୟ କୋଉଠି ଆସିବ? ମା କହିଛନ୍ତି ମାନେ, ଏଇ ଯୋଉ କଥାଟା, ମା କହିଛନ୍ତି ମାନେ
ନିଶ୍ଚିତ ହବ ଏବଂ ଅର୍ଥ ନିଶ୍ଚିତ ଆସିବ। ଅର୍ଥ ବି ମଧ୍ୟ ସେମିତି ସେ ଯୋଗାଡ଼ କରନ୍ତି ଏବଂ ଅର୍ଥ ବି ଆସେ। ଏଭଳିକି ସେଇ ସମୟରେ ମା ତାଙ୍କର ଶାଢ଼ୀ ତାଙ୍କର ଗହଣା ମଧ୍ୟ ଦିଅନ୍ତି ଦ୍ୟୁମନ ଭାଇ କି ଯେ ଆଶ୍ରମକୁ ଯେ ଏଇ ଯୋଉ ଅର୍ଥାଟନରୁ ରକ୍ଷା କରିବା ପାଇଁ। କିନ୍ତୁ ଦ୍ୟୁମନ ଭାଇ ଜାଣନ୍ତି ଇଏ ହଉଛି ମା ଆଦ୍ୟାଶକ୍ତିଙ୍କର ଗହଣା। ଇଏ ତ ଗହଣା ନୁହେଁ, ଇଏ ତ ଗୋଟେ ଅମୂଲ୍ୟ ସମ୍ପଦ। ଏଇ ଅମୂଲ୍ୟ ସମ୍ପଦ ଜୀବନରେ ଏଇ ଜୀବନରେ ତ କେବେ ମିଳିବ ନାହିଁ। ଏ ଶାଢ଼ୀ ତ ମା ଆଦ୍ୟଶକ୍ତିଙ୍କୁ ପ୍ରଦାନ କରିଛନ୍ତି ସ୍ୱୟଂ। ତାଙ୍କ ଆଖିରୁ ଝରଝରେକି ଲୁହ ବହେ। ସେ କିନ୍ତୁ ବିକ୍ରି କରିପାରନ୍ତି ନାହିଁ, ହୃଦୟରୁ ଶୁଣନ୍ତି ଏ କଥା, ହୃଦୟରୁ ଶୁଣନ୍ତି। ମତେ କହିଲେ ମୁଁ ହୃଦୟରୁ ଶୁଣେ ଯେ ମୋ ହୃଦୟ କଣ କହୁଛି। କାହିଁକି ନା ମୋର ହୃଦୟ କହୁଛି ନିରବତାର ଉତ୍ସ, ମୋର ଆତ୍ମାର ଉତ୍ସ, ମୋର ଆତ୍ମାର ବାସସ୍ଥାନ। ଯୋଉ ସେଇଠି ମୋର ମା ସ୍ୱୟଂ ମା ଦିବ୍ୟରେ ଅଛନ୍ତି। ସେଇ ଦିବ୍ୟ ଜନନୀ ଯଦି ମତେ ପ୍ରକୃତରେ ହିଁ ପ୍ରେରଣା ଦେବେ, ମତେ କହିବେ, ତାହେଲେ ମୁଁ ସେଇ ଅନୁସାରେ କାମ କରିବି। ସବୁବେଳେ ମତେ ମା ପଚାରନ୍ତି ହୃଦୟକୁ ପଚାର କାହିଁକି। ତେଣୁ ସେଇଠୁ ସେ ଯେମିତି ଆମେ କହୁଛୁ ଯେ ନିରବତା ଭିତରୁ ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ କାର୍ଯ୍ୟ ହିଁ ପ୍ରକୃତି ସମ୍ପାଦନ କରାଯାଏ। ନିରବତା ଭିତରୁ ମଧ୍ୟ ପ୍ରକୃତରେ ଜଣେ ପ୍ରେରଣା ପାଏ। ଆଜି ଯୋଉ କୁହାଯାଇଛି ଯେ ନିରବତା ହେଉଛି ପୂର୍ଣ୍ଣ ଜଗର ଚାବିକାଠି, ମା ତ ନିଜେ ହିଁ କହିଲେ The silence is the door of all spiritual realization and the silence is the eye of the eternity. ଶାଶ୍ୱତଙ୍କର ଏକ ଚକ୍ଷୁ, ସକଳ ଆଧ୍ୟାତ୍ମିକ ଉପଲବ୍ଧିର ଇଏ ହେଉଛି ଦ୍ୱାର। ସମସ୍ତ ଆଧ୍ୟାତ୍ମିକ ଆରୋହଣର ଇଏ ହେଉଛି ପ୍ରବେଶ ପଥ। ଚେତନାର ଉନ୍ନତି, ଚେତନାର ଉଦ୍ଧାରଣ ପଥରେ ଇଏ ମଧ୍ୟ ହେଉଛି ପ୍ରଥମ ହେଇଛି ସୋପାନ। ପ୍ରଥମ ସୋପାନକୁ ଯଦି ତୁମେ ପ୍ରକୃତି ନ ଛଡ଼ିବ ତାହେଲେ ଉର୍ଦ୍ଧୁ ଯାଇପାରିବ। ସେତେବେଳେ ଦ୍ୟୁମନ ଭାଇ କଣ କରନ୍ତି ନା ତାଙ୍କର ଅନେକ ମାଙ୍କର ଯୋଉ ଭକ୍ତ ଥାଆନ୍ତି, ସେ ମାଙ୍କର ଭକ୍ତଙ୍କୁ ହିଁ ପ୍ରକୃତରେ କୁହନ୍ତି ଯେ ମାଙ୍କର ଗହଣାଟେ ଅଛି, ମାଙ୍କର ଶାଢ଼ୀଟେ ଅଛି, ଆପଣଙ୍କ ପାଖରେ ମୁଁ ରଖୁଛି, ମୁଁ ନିଶ୍ଚୟ ନେଇଯିବି, କିନ୍ତୁ ୟାରି ବଦଳରେ ଆପଣ କଣ ଦେଇପାରିବେ କୁହନ୍ତୁ, ମୁଁ ନିଶ୍ଚୟ ନେବି ଆପଣଙ୍କ ପାଖରେ। ସେ ଯାହାକୁ ଦିଅନ୍ତି ସିଏ ବି ମଧ୍ୟ ନିରବରେ ମାଙ୍କୁ ପ୍ରାର୍ଥନା କରେ, ମା ମୁଁ ଆକୁ ରଖିବାର ଯୋଗ୍ୟ କଣ ହେଇଛି, ମୁଁ କଣ ମତେ ଯୋଗ୍ୟ କରିଛ। ସେ ପୁଣି ନିରବରେ ପ୍ରାର୍ଥନା କରନ୍ତି, ମା ସର୍ବଶ୍ରେଷ୍ଠ କର୍ମ ଯଦି ମୁଁ କରିବାକୁ ଯାଉଛି ତାହେଲେ ତୋର ପ୍ରେରଣାରେ ମୁଁ କରିବି। ସେତେବେଳେ ତାଙ୍କ ମୁଖରୁ ବାହାରି ଆସେ ଏତିକି କଥା, କୁହ ଯେ କେତେ ଟଙ୍କା ଦରକାର। ଟଙ୍କା ଆସେ, ଆଶ୍ରମ ଖର୍ଚ୍ଚ ହୁଏ, ପୁନର୍ବାର ମଧ୍ୟ ସେଇ ଯିଏ ନେଇ ରଖିଥିଲେ ସିଏ ପୁଣି ସେଇ ଜିନିଷକୁ ଆଣିକି ମାଙ୍କର ପାଦ ତଳରେ ଅର୍ପଣ କରନ୍ତି। ଏଇ ସାଇଲେନ୍ସ ଯୋଉଟା କହୁଛି, ଅନନ୍ତ ଶକ୍ତି ଯାହା କହୁଛି, ଏହାରି ଉପରେ ଶ୍ରୀ ଅରବିନ୍ଦ ତାଙ୍କର ଲେଟର୍ସ ଅନ୍ ଯୋଗ, ଲାଇଫ୍ ଡିଭାଇନ୍, ଫାଉଣ୍ଡେସନ ଅଫ ଇଣ୍ଡିଆନ କଲଚର, ସିନ୍ଥେସିସ୍ ଅଫ ଯୋଗ, ଏସେସ୍ ଅନ୍ ଗୀତା ଏବଂ ତାଙ୍କର କଲେକ୍ଟେଡ ପୋଏମ୍ସ ଏବଂ କେତେକ କଥୋପକଥନରେ ଯାହା ସବୁ କହିଛନ୍ତି ସେ ସବୁକୁ ମୁଁ ବର୍ତ୍ତମାନ ଯଦିଓ ମୁଁ ଟିପିକି ଆଣିଛି ଅଳ୍ପ ଅଳ୍ପ କିଛି, କିନ୍ତୁ କହିହବନି ଅଳ୍ପ ସମୟ ଭିତରେ। କିନ୍ତୁ ମା ଯୋଉଟାକ କହୁଛନ୍ତି
ଭଲ୍ୟୁମ୍ 14, ଭଲ୍ୟୁମ୍ 16, ଭଲ୍ୟୁମ୍ 12 ଏବଂ ତାଙ୍କର ଡିସେମ୍ବର 5, 1912 ମସିହା ଧ୍ୟାନ ପ୍ରାର୍ଥନା ବହିରେ ସେ ଯାହା କହିଛନ୍ତି ଆମକୁ ତାକୁ ଅଳ୍ପ ଅଳ୍ପ ମୁଁ ତାକୁ ଖାଲି କହିବି, ଆମେ ଜାଣିବା ଯେ Powering off. Connect again soon. ବର୍ତ୍ତମାନ ମୁଁ କାଲି ଗୋଟିଏ ମାଙ୍କର ଅନୁଭୂତି ଫାଷ୍ଟ ଆରମ୍ଭ କରୁଛି, କାରଣ ଏ ସାଇଲେନ୍ସ ଯୋଉଟାକ ତତ୍ଵର କଥା, ୟାକୁ ଯଦି ବର୍ତ୍ତମାନ ମୁଁ ଗୋଟିଏ ଗୋଟେ ଲାଇନ ଆପଣଙ୍କୁ ପଢେଇବି, ତାକୁ କହିବି, ତାହେଲେ ଏମିତି 100 ଲାଇନ ପାଖରେ ଅଛି, ଏ 100 ଦିନ ପଳେଇଯିବ। ଇଏ ତ ଆମର ସଂଯୋଜକ ଭାଇ ଏ ତ ଦେଇଥିବେ ଅଧଘଣ୍ଟା ଟାଇମ୍, ଆଉ ବେଶୀ ଦିନ, ତେଣୁ ଅଧଘଣ୍ଟା ଟାଇମ୍ ଭିତରେ କ'ଣ, ତେଣୁ ଯେତିକି ସମ୍ଭବ ସେତିକି ମୁଁ ମାଙ୍କର ଯୋଉ ଆଶୀର୍ବାଦ ରହିଛି ସେତିକି ଆପଣଙ୍କ ପାଖରେ ଉପସ୍ଥାପନ କରିବି। ଆଉ ନୀରବ ହୃଦୟରେ, ନୀରବ ଶାନ୍ତ ମନରେ ଆମେ ତାକୁ ଟିକେ ଅନୁଭବ କରିବା, ମା କ'ଣ କହୁଛନ୍ତି। ମାଙ୍କର ଅନୁଭୂତି, ମା ଅନୁଭୂତି କହୁଛନ୍ତି, ଜଣେ ଗୁରୁ ଥିଲେ, ସେ ଯେତେବେଳେ ତାଙ୍କ ଶିଷ୍ୟ ପାଖକୁ ଯାଆନ୍ତି, ଦେଖନ୍ତି ଶିଷ୍ୟମାନେ ଯଦି ସ୍ଥିର ଚେତନାରେ ରହିଥିବେ, ତାହେଲେ ସେ କ'ଣ କରନ୍ତି, ଗୁରୁ ତାଙ୍କୁ କିଛି କୁହନ୍ତିନି, ତାଙ୍କ ପାଖରେ ବସନ୍ତି, ଆଉ ସେଇ ସ୍ଥିର ଚେତନାର ମହାନ ଅନୁଭୂତି, ସେଇ ମହାନ ନିରବତାକୁ ସେ ନିଜେ ହିଁ ଅବଜର୍ଭ କରନ୍ତି। ମା କହୁଛନ୍ତି, ପୁନର୍ବାର ସେ କହୁଛନ୍ତି, ଯେତେବେଳେ ଟିକେ ଭଲ ଚେତନାରେ ଥିବେ, ଭଲ ମନରେ ଥିବେ, ଶିଷ୍ୟ ଗ୍ରହଣଶୀଳତା ଟିକେ ରହିଛି, ବହୁତ ରହିଛି, ସେତେବେଳେ ସେ କ'ଣ କରନ୍ତି ନା ବହୁତ କମ୍ କଥା କହନ୍ତି। ସେ ଗୁରୁ ସେ ସମୟରେ ବହୁତ କମ୍ କଥା କୁହନ୍ତି, ବହୁତ ଯାହାକି ତାଙ୍କ ହୃଦୟ ଭିତରକୁ ପ୍ରବେଶ କରିବ, ଯଦି ନୀରବରେ ଥାନ୍ତି। ଏବଂ ଯୋଉ ଶିଷ୍ୟମାନେ ପ୍ରକୃତରେ ଯେ ଖରାପ ସ୍ଥିତିରେ ଥାନ୍ତି, ସେ ଶିଷ୍ୟମାନଙ୍କୁ ସେ କିଛି କୁହନ୍ତିନି, କିନ୍ତୁ ଶିଷ୍ୟମାନେ ଓଲଟା ତାଙ୍କୁ କ'ଣ କରନ୍ତି ନା ପ୍ରଶ୍ନ ଉପରେ ପ୍ରଶ୍ନ ଉପରେ ପ୍ରଶ୍ନ ଉପରେ ପଚାରନ୍ତି। ଆମର କୋଉ ସ୍ଥିତି ଆମେ ଜାଣିବା, ତେଣୁ ଆମର ଜୀବନରେ ଆମେ ସାଧାରଣତଃ ନିରବତାକୁ କେହି ଭଲ ପାଉନା, କେହି ଭଲ ପାଆନ୍ତି ଘରେ ନା ବାହାରେ ନା କାର୍ଯ୍ୟାଳୟରେ ନା କୋଉଠି, କାହିଁକି ନା ଆରିଷ୍ଟଟଲ କହିଲା ଯେ ପ୍ରକୃତରେ ମଣିଷ ହଉଛି ଏକ ମ୍ୟାନ୍ ଇଜ ଏ ରେସନାଲ ଆନିମାଲ, ଏକ ବୁଦ୍ଧି ସମ୍ପନ୍ନ ପ୍ରାଣୀ। ସିଏ ତ ଜଣେ ବୁଦ୍ଧିବାଦୀ ଥିଲେ ନା, ସିଏ କହିଲେ ଏଟା ବୁଦ୍ଧି ସମ୍ପନ୍ନ ପ୍ରାଣୀ। ତାଙ୍କର ଏ ଷ୍ଟେଟମେଣ୍ଟକୁ ଦେଖି କେତେ ଜଣ ତାଙ୍କର ଶିଷ୍ୟ କହିଲେ ନାଇଁ ନାଇଁ, ସବୁଠାରୁ ମଣିଷକୁ ଯଦି ପ୍ରକୃତରେ ବ୍ୟାଖ୍ୟା କରାଯାଏ ନା ମ୍ୟାନ୍ କ'ଣ ନା ମ୍ୟାନ୍ ଇଜ ଏ ଲାଫିଂ ଆନିମାଲ। ତାକୁ ଟିକେ ଓଲଟେଇ ଦେଇକି ଆଉ କେତେ ଶିଷ୍ୟ କହେ ଯେ ମ୍ୟାନ୍ ଇଜ ଏ ସ୍ପିକିଂ ଆନିମାଲ। କଥା କୁହାଯିବ, ବିନା କଥାରେ ସେ କେବେ ଖାଲି କ୍ଷଣ ମାତ୍ର ହିଁ ପ୍ରକୃତରେ ବ୍ୟସ୍ତତା, ବ୍ୟଗ୍ରତା ଭିତରେ, ଚଞ୍ଚଳତା ଭିତରେ ଜୀବନ କାଟିବାକୁ ଆମକୁ ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ଜଣେ ସାଧୁ ଜଣେ କହିଲେ ଏବଂ ରାଜା ଥିଲେ, ରାଜା କହିଲେ ପ୍ରକୃତରେ ଯଦି ତରାଜୁରେ କହିଲେ ଆପଣ ସାଧୁଙ୍କୁ ପଚାରିଲେ, ଯଦି ଗୋଟିଏ ତରାଜୁରେ ସ୍ୱୟଂ ରାମ ବସନ୍ତି ଏବଂ ଆଉ ଗୋଟେ ତରାଜୁରେ ଆପଣ ବସନ୍ତି, ତାହେଲେ କୋଉ ତରାଜୁଟା ହିଁ ପ୍ରକୃତରେ ଭାରି ହବ, କୋଉ ପଟଟା ଭାରି ହବ? ସାଧୁ କହିଲେ ମୁଁ ତ ଭାରି ହେବି ନା। ସାଧୁ କହିଲେ ମୁଁ ଭାରି ହେବି। ରାଜା ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କାହିଁକି? କାହିଁକି କାହିଁକି ସ୍ୱୟଂ ସେଇ ରାମ ହିଁ ମୋ ଭିତରେ ଅଛନ୍ତି ନା, ତାହେଲେ କିଏ ହବ? ତେଣୁ ସ୍ୱୟଂ ନିରବତା ହିଁ ପ୍ରକୃତରେ ସେ ମା ନିଜେ କହୁଛନ୍ତି, ସ୍ୱୟଂ ଡିସେମ୍ବର 5, 1912 ମସିହା ଧ୍ୟାନ ପ୍ରାର୍ଥନାରେ ମା ଲେଖିଲେ ଯେ ସ୍ଥିରତା, ନିଶ୍ଚଳତା, ନିସ୍ତବ୍ଧତା, ଶାନ୍ତି ଏବଂ
ବା ନିରବତା ମଧ୍ୟରେ ହିଁ ପ୍ରକୃତରେ ଶାଶ୍ୱତଙ୍କର ସୃଜନ ଶକ୍ତି ରହିଛି। ଶାଶ୍ୱତ ହିଁ ନିଜେ ଯେ ପ୍ରକାଶ ଦିଏ। ଏଇ ଯୋଉ କଥାଟି ମା ସହିତ କହିଲେ ନାଇଁ ସ୍ୱୟଂ ଏକ ବିଶାଳ ନିରବତା ମାନେ ଗୋଟେ ଷ୍ଟ୍ରଙ୍ଗେଷ୍ଟ ଗୋଟେ ଭାଷ୍ଟନେସ୍ ବିଶାଳ ନିରବତାକୁ ଆମେ ନିଜେ ହିଁ ବହନ କରିଛନ୍ତି। ବିଶାଳ ନିରବତାକୁ ଯଦି ଆମେ ବହନ କରିଛନ୍ତି ଏ ସମୁଦ୍ର ଭାବରେ ଏକ ବିଶାଳ ନିରବତାକୁ ଅନ୍ତର ଭିତରେ ବହନ କରିଛି ତାର ଉପରି ଭାଗ ଯେପରି ପ୍ରକୃତରେ ଚଞ୍ଚଳ ସେହିପରି ସମଗ୍ର ମାନବ ଜୀବନର ମଧ୍ୟ ଆମର ଜୀବନ ମଧ୍ୟ ସେହିପରି। ତେଣୁ ମା ଏଇଠୁ ଯୋଉ କହିଲେ ଯେ ପ୍ରକୃତରେ କଣ ନିରବତା ପ୍ରକୃତରେ ଶ୍ରୀଅରବିନ୍ଦ ତାଙ୍କର ବହିରେ ଲେଖିଛନ୍ତି ଲାଇଭ ଡିଭାଇନ ବହିରେ ବିଶ୍ୱର ଦୁଇଟି ମହାନ ଶକ୍ତି ରହିଛି, ଗୋଟିଏ ହଉଛି ବାକ୍ ଆଉ ଗୋଟେ ହଉଛି ନିରବତା। ବାକ୍ ଆମେ ତ ସବୁବେଳେ ଜାଣନ୍ତୁ ବାକ୍ ସୃଷ୍ଟି କରେ, ନିରବତା ପ୍ରସ୍ତୁତ କରେ। ବାକ୍ ସୃଷ୍ଟି ଆମେ ଜାଣିଛୁ। ଆଜି ଯଦି ଗୋଟେ ଶବ୍ଦଟେ ମୁଁ ଖରାପ ଶବ୍ଦଟେ ପ୍ରୟୋଗ କରିବି ତାହେଲେ ସେ କଣ କଣ ସୃଷ୍ଟି କରିଦେବ ବାତାବରଣ କେତେ କଣ କଣ ଖରାପ ସ୍ପନ୍ଦନ ସୃଷ୍ଟି କରିଦେବ। ଯଦି ଭଲ କଥାରେ ଜଣେ କୁହେ ତାହେଲେ ମଧ୍ୟ ସେ ମଧ୍ୟ ଗୋଟେ ଭଲ ବାତାବରଣ ସୃଷ୍ଟି କରିପାରିବ। କିନ୍ତୁ ନିରବତା ଏ ଚେତନାକୁ କଣ ପ୍ରସ୍ତୁତ କରିବା ସହିତ ସେ ପରିବେଶକୁ ମଧ୍ୟ ପ୍ରସ୍ତୁତ କରିଦେବ। ବାକ୍ କାର୍ଯ୍ୟକୁ ଆବେଗ ଦିଏ କିନ୍ତୁ ନିରବତା ଡାଇରେକ୍ଟ ପ୍ରତ୍ୟକ୍ଷ ଭାବରେ କ୍ରିୟା କରେ। ଆମେ ଦଉ ଗୋଟେ ବକ୍ତା ଯଦି ଆସିବ ଗୋଟେ ଭାଷଣ ଦବ ଏମିତି ଭାବରେ ଆବେଗ ଉତ୍ତେଜନା ସୃଷ୍ଟି କରିବ ସମସ୍ତଙ୍କ ଭିତରେ, କିନ୍ତୁ ନିରବତା ଡାଇରେକ୍ଟ କ୍ରିୟା କରିବ, ପ୍ରତ୍ୟକ୍ଷ ଭାବରେ କ୍ରିୟା କରିବ। ଏଇ ନିରବତା ପ୍ରତ୍ୟକ୍ଷ ଭାବରେ କ୍ରିୟା କରୁଥିବା ଯୋଗୁଁ ସେଥିପାଇଁ ଯୋଉ ବେଦରେ କୁହାଯାଇଛି ଯେ ଆମର ଯୋଉ ତୃତୀୟ ଆଶ୍ରମ ରହୁଛି ବାନପ୍ରସ୍ଥ ଆଶ୍ରମ, ସେ ବାନପ୍ରସ୍ଥ ଆଶ୍ରମ ସେଥିପାଇଁ କୁହାଯାଇଛି ଯେ ବାନପ୍ରସ୍ଥ ଆଶ୍ରମଟା ହଉଛି ପ୍ରକୃତରେ ନିରବତାକୁ ଉପଭୋଗ କରିବା, ନିରବତାକୁ ନେଇକି ଜୀବନ ବଞ୍ଚିବା। ତେଣୁ ପୁନର୍ବାର କହୁଛନ୍ତି ଯେ ବାକ୍ କଣ କରେ, ବାକ୍ ଯେମିତି ସୃଷ୍ଟି କରୁଛି ବାକ୍ ପ୍ରବର୍ତ୍ତାଏ କିନ୍ତୁ ନିରବତା ବାଧ୍ୟ କରେ। ଦେଖନ୍ତୁ କେମିତି କୁହାଉଛି ସେମାନେ କହୁଛନ୍ତି ବାଧ୍ୟ କରେ ନିରବତା, ବାକ୍ ଆମକୁ ପ୍ରବର୍ତ୍ତାଇବ। ଏଇଠି ଭଲ ମଣିଷ ଥିଲେ ଯଦି କଥାଟା କହିଦେବ ଆମକୁ ସବୁ ପ୍ରବର୍ତ୍ତାଇବ। ଯଦି ପଲିଟିକାଲ ଲିଡର ଗୋଟେ ଥିବ, ରାଜନେତା ଥିବ, ତାହେଲେ ସେ ପ୍ରବର୍ତ୍ତି ଦେବ ସାଙ୍ଗେ ସାଙ୍ଗେ ଆନ୍ଦୋଳନ କରିଦେବ, ଗଣ୍ଡଗୋଳ ବି କରିଦେଇ ପାରିବ। କିନ୍ତୁ ନିରବତା ପ୍ରବର୍ତ୍ତନରେ ଆମକୁ ବାଧ୍ୟ କରେ। କଣ ବାଧ୍ୟ କରେ? ବାଧ୍ୟ କରେ ଯେ ତୁମକୁ ଭିତରକୁ ଆହୁରି ଗଭୀରକୁ ତୁମକୁ ପ୍ରବେଶ କରିବାକୁ ପଡିବ। ଯୋଉଠି ହିଁ ପ୍ରକୃତରେ ସେ ଜ୍ୟୋତି ରହିଛି, ସେ ଜ୍ୟୋତି ହିଁ ପ୍ରକୃତରେ ନିରବତା, ଅନନ୍ତ ଶକ୍ତି। ମାନେ ଶ୍ରୀଅରବିନ୍ଦ ଯୋଉଟା କହୁଛନ୍ତି ଯେ ଯୋଉ ବହିଟା ମୁଁ କହିଲି ଖାଲି ସେଗୁলো ଅଳ୍ପ ଅଳ୍ପ ମୁଁ କହୁଛି ସେଇଠୁ ଯେ ପ୍ରକୃତରେ ଆମେ କହୁଛୁ, କିନ୍ତୁ ଆମେ ଏ ନିରବତାକୁ ଉପଭୋଗ କରିବା ପାଇଁ ପ୍ରକୃତରେ ଆମେ ଠିକ ସଚେତନ ନୁହେଁ। କାହିଁକି ସଚେତନ ନୁହେଁ? ବୁଦ୍ଧଦେବ ମଧ୍ୟ କହୁଛନ୍ତି ଯେ ଆବସୋଲ୍ୟୁଟ ସାଇଲେନ୍ସରୁ ଏ ଜଗତ ସୃଷ୍ଟି ହେଇଛି। ଶ୍ରୀଅରବିନ୍ଦ ଯେମିତି କହୁଛନ୍ତି ତାଙ୍କର ଦି ସାଇଲେନ୍ସ କବିତାରୁ, ଦି ୱାର୍ଡ ଅଫ ଦି ସାଇଲେନ୍ସରୁ, ଦି ସେଲ୍ଫ ଡିଟର୍ମିନେଟରୁ, ଦି ସାଇଲେନ୍ସ ଇଜ ଅଲ୍ କବିତାରୁ, ଏ ସବୁ କବିତାର ସାଇଲେନ୍ସ ବିଷୟରେ ସେ ଯୋଉ କଥା କହିଛନ୍ତି କବିର ମାନସରୁ, ଋଷିମାନଙ୍କର ପ୍ରେରଣା ଭିତରୁ, ଋଷିମାନଙ୍କର ଅନ୍ତର୍ଦୃଷ୍ଟିରୁ ଇଏ ହଉଛି ନିରବତା, ସେଇ ଅନ୍ତର୍ଦୃଷ୍ଟି। ଇଏ କହୁଛନ୍ତି ଇଏ ନିରବତା ସେଇ ଯେ ହୃଦୟର ସେଇ ଦୃଷ୍ଟି ଯିଏକି ସମଗ୍ର ଜୀବନକୁ ହିଁ ପରିବର୍ତ୍ତନ କରିଦେଇପାରେ ଯଦି ପ୍ରକୃତରେ ଜଣେ ନିରବ ହୃଦୟ ରହେ। ତେଣୁ ଏଠି ଶ୍ରୀଅରବିନ୍ଦ ଆମେ ଜାଣିଛୁ
ତିନୋଟା ବିଷୟରେ ଆଗରୁ କହିଛନ୍ତି। ଗୋଟେ ହଉଛି ଅଚଞ୍ଚଳ ମନ, ଗୋଟେ ହଉଛି ସ୍ଥିରତା, ଗୋଟେ ହଉଛି ଶାନ୍ତି, କିନ୍ତୁ ଆହାର ଉର୍ଦ୍ଧ୍ୱରେ ହଉଛନ୍ତି ନିରବତା। ହେଲା କି? ଏକ ବିଶାଳ ଶକ୍ତି ସମ୍ପନ୍ନ ନିରବତା। ଏହାକୁ କିଭଳି ଭାବରେ କୁହାଯାଏ ବିଶାଳତାକୁ? ନା ବୁଦ୍ଧଦେବ ତାଙ୍କ ଗଳ୍ପରେ କହୁଛନ୍ତି। ବୁଦ୍ଧଦେବ ଥରେ ପ୍ରବଚନ ଦଉଥିଲେ। ସେଇ ପ୍ରବଚନରେ ସେ କଣ କରୁଛନ୍ତି ନା ଗୋଟିଏ ଶିଷ୍ୟ ଢଳଉଛି। ବୁଦ୍ଧଦେବ ଦେଖିଲେ ଶିଷ୍ୟଟା ଢଳଉଛି, ବୁଦ୍ଧଦେବ ପଚାରିଲେ ଶିଷ୍ୟକୁ ଯେ ବତ୍ସ ତୁମେ ଢଳଉଛ କି? ସେ ତ ନାହିଁ ଠିକ ଭାବରେ ନା ମହାଭାଗ। ଠିକ କିଛି ସମୟ ଗଲା ପରେ ପୁଣି ସେ ଦେଖିଲେ ସେ ଶିଷ୍ୟ ଢଳୁଛି। ବତ୍ସ ତୁମେ ନିଦ୍ରିତ କି? ନା ମହାଭାଗ। ପୁଣି କିଛି ସମୟ ଦେଖିଲା ପୁଣି ସେ ଢଳୁଛନ୍ତି। ବତ୍ସ ତୁମେ ଜୀବିତ କି? ନା ମହାଭାଗ। ଦେଖନ୍ତୁ ପରିସ୍ଥିତି କଣ। ଏଇଭଳିଆ ପରିସ୍ଥିତିରେ ଆମେ ପ୍ରକୃତି ଯଦି ଆମେ ପଚରାଯିବ ତୁମେ ଜୀବିତ କି? ଆମେ ସେମିତି ସବୁବେଳେ ଏ ଜୀବନ ସାରା ସେମିତି ଢଳଉଛୁ ଯେ ଆମେ କେବେ ହେଲେ କହିବୁନି ସବୁବେଳେ ନା 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 ନା। କିନ୍ତୁ ଏଇ ନାଟାକୁ କାଟିଦେବାକୁ ହେଲେ ସେମାନେ କହୁଛନ୍ତି ଗୋଟେ ହଁଟେ ଅଛି, ଗୋଟେ ପଜିଟିଭ ଅଛି, ଗୋଟେ ଅସ୍ଥି ଅଛି। ସେଇ ଅସ୍ଥି ସୂଚକ ହିଁ ବିଶାଳ ନିରବତା ହିଁ ତୁମ ଜୀବନକୁ ପରିଚାଳିତ କରେ। କେମିତି କରିବ ଦେଖ, କେମିତି କହୁଛନ୍ତି ସେମାନେ କହିଲେ ଯେ in the silence of a simple and faithful heart one can understand the mystery of incarnation. ଆମେ ଯାହାକୁ ଏ ପର୍ଯ୍ୟନ୍ତ ବୁଝିପାରୁନୁ ତାଙ୍କର ଅବତାରର ପ୍ରକୃତିର ମହତ୍ଵ କଣ, ଆମେ ତାକୁ ବୁଝିପାରୁନୁ। କହିଲେ ଏକ ସରଳ ଏବଂ ବିଶ୍ୱସ୍ତ ନିରବ ହୃଦୟରେ ସେ କଥା ଆମେ ଜାଣିପାରିବୁ। ତେଣୁ in the silent of the mind that the strongest of freest action can come, it is in the silent mind that the true consciousness can be built. ଯଥାର୍ଥ ଚେତନାକୁ ଯଦି ଆମେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଆମେ କହୁଛୁ ବା ସୃଷ୍ଟି କରିବାକୁ ଚାହୁଁଛନ୍ତି ଯଦି ଆମ ଚେତନାକୁ, ଇଏ ନୁହେଁ। କାଲି ଗୋଟେ ସ୍ୱାମୀଙ୍କର ଗୋଟେ ବେଦଜ୍ଞ ସ୍ୱାମୀ ଗୋଟେ କଥା ମୁଁ ଶୁଣୁଥିଲି। ଶହ ଶହ ଶିଷ୍ୟ ମାନେ ସେ ଥିଲେ। ଜଣେ ପଚାରିଲା, କେତେ କଥା ପଚାରିଲେ, ଜଣେ ପଚାରିଲେ ମାନେ ସେ ଭଲ ମନରେ ପଚାରୁଛନ୍ତି କି କଣ ପଚାରୁଛନ୍ତି ମୁଁ ବି ଜାଣିପାରିଲିନି। ସେ ପଚାରିଲେ ଯେ କହିଲେ, ସ୍ୱାମୀଜୀ ଆପଣ କହୁଛନ୍ତି ଯେ ଏ ବେଦ ଉପନିଷଦକୁ ଅଧ୍ୟୟନ କଲେ କିମ୍ବା ତାଙ୍କର ଯୋଉ ନୀତି ନିୟମ ଦିଆଏ ତାକୁ ଯଦି ପାଳନ କଲେ ଆମେ ଭଗବାନଙ୍କୁ ଉପଲବ୍ଧି କରିବା। ଆମେ ତ ସଂସାରର ଲୋକ ନା, ନାନା କାର୍ଯ୍ୟ ବ୍ୟସ୍ତ, ଇଏ କିଛି ଆମେ ପଢିବା ଦରକାର ନାହିଁ। ଆମେ ବେଦ ପଢିବୁନି କି ଉପନିଷଦ ପଢିବୁନି କି କୌଣସି ଅଧ୍ୟୟନ ବି କରିବୁନି, ଆମର ସେ ସମୟ ନାହିଁ। ଆମକୁ କୁହନ୍ତୁ କିଭଳି ଭାବରେ ଈଶ୍ୱର ଉପଲବ୍ଧି ହବ। ଡାଇରେକ୍ଟ କହିଲେ, ସ୍ୱାମୀଜୀ ଆପଣ ଆଗେ ଟିକେ ନିରବ ହୁଅନ୍ତୁ ନା। ମୋ ମୁଣ୍ଡ ମା ଯେମିତି କୁହନ୍ତି କେତେକ ଜନସଂଖ୍ୟା କରି ସେ ସନ୍ନ୍ୟାସ କଲେ, ଆପଣ ଟିକେ ନିରବ ହୁଅନ୍ତୁ, ହେଲେ ନିରବ ହୁଅନ୍ତୁ, ତାପରେ ଆପଣ ଈଶ୍ୱରଙ୍କ ଉପଲବ୍ଧି କଥାଟା ଜାଣିବେ। ଏଠି ଶ୍ରୀରାମଚନ୍ଦ୍ର ମଧ୍ୟ ସେଇ କହୁଛନ୍ତି ଯେ କଣ ନା ସାବିତ୍ରୀ ମଧ୍ୟ ସେ କହିଲେ ଯୋଉଟା କହୁଥିଲେ ଆମର ଯୋଉ The Adoration of the Divine Mother ଚାପ୍ଟରରେ, in the absolute silence sleeps the absolute power. ତେଣୁ ସ୍ୱୟଂ ଏଇ ଯୋଉ ନିରବତା ଯୋଉଟା କୁହାଯାଇଛି ସେଟାକୁ ଶ୍ରୀରବିନ୍ଦ କହୁଛନ୍ତି ଇଏ ସ୍ୱୟଂ ହଉଛନ୍ତି ପରମା ଶକ୍ତି। ପରମା ଶକ୍ତି ତାକୁ କେହି ନୁହନ୍ତି, ଯାହାକୁ ଆମେ ନିଜେ ହିଁ ଗ୍ରହଣ କରୁଛୁ। ସେମାନେ କୋଉ ବାଟରେ ଆସୁଛନ୍ତି ଦେଖନ୍ତୁ। କିଏ ସେ ପରମା ଶକ୍ତି? କିଏ ସେ ଆଦ୍ୟା ଶକ୍ତି? ଯୋଉ ପରମା ଶକ୍ତିରୁ ଏ ସମଗ୍ର ସୃଷ୍ଟି ହିଁ ସର୍ଜନ ହେଇଛି, ଯୋଉ ପରମା ଶକ୍ତି ହିଁ ପ୍ରକୃତରେ ସୃଷ୍ଟିକୁ ସମଗ୍ର ପରିଚାଳନା କରୁଛି, ଯୋଉ ପରମା ଶକ୍ତି ହିଁ ପ୍ରକୃତରେ ଏ ଚାହିଁଲେ ମଧ୍ୟ ସବୁକିଛି ଗଢୁଛି ଏବଂ ସବୁକିଛି ଭାଙ୍ଗୁଛି ନଷ୍ଟ କରୁଛି। ସେ ପରମା ଶକ୍ତି ଆଉ କେହି ନାହିଁ, ସେ ତ ସ୍ୱୟଂ ଆଦ୍ୟା ଶକ୍ତି, ସେ ତ ହିଁ ଆମର ମା, ସେ ତ ଆମର ମା।
ତେଣୁ ବିଶାଳ ନିରବତା ଯୋଉଟା କୁହାହଉଛି ହେଲେ ସେଇ ସ୍ୱୟଂ ମାଙ୍କ ପାଖରେ ଆସି କହିଲେ ମା ସ୍ୱୟଂ ନିରବତାର ଏକ କଣ ଯୋଉ ଅବତାର ସେ ଆମରି ପାଖରେ ଅବତୀର୍ଣ୍ଣ ହୋଇଛନ୍ତି ଏଇ ସୂତ୍ରକୁ ଦଉଛନ୍ତି। ବେଦରେ ଯାହା କୁହାଯାଇଛି ଯେ ଆବସୋଲ୍ୟୁଟ ସାଇଲେନ୍ସ, ପରମ ଚେତନା ବା ପରମ ଶକ୍ତି ବା ବ୍ରହ୍ମ ପରମ ବ୍ରହ୍ମ ହଉଛନ୍ତି ପରମ ଆବସୋଲ୍ୟୁଟ ସାଇଲେନ୍ସ। ତ ସେଇଥିପାଇଁ ସେ କହୁଛନ୍ତି ଯେ ଏଠି କହିଲେ ଯେ ଖାଲି ଶବ୍ଦରୁ ପ୍ରୟୋଗ କରିବା କହିବାର ନିବୃତ୍ତ ହେବା ଆମକୁ କୁହାଯାଏନି ନିରବତା, କିମ୍ବା ଚିନ୍ତାକୁ ପ୍ରକୃତରେ କଣ୍ଟ୍ରୋଲ କରିବା, ଭାବନାକୁ କଣ୍ଟ୍ରୋଲ କରିବା ତା ବି ମଧ୍ୟ ନିରବତା ନୁହେଁ। କିମ୍ବା ସ୍ଥିର ହେଇକି ବସିବା ଗୋଟେ ଏଭଳି ସ୍ଥିରତା ମଧ୍ୟ ନାଇଁ। ସ୍ଥିତପ୍ରଜ୍ଞ କଥା କୁହାଯାଇଛି ଗୀତାରେ। ଗୀତାରେ ମଧ୍ୟ ସେଇ ନିରବତା ବିଷୟରେ ଶ୍ରୀକୃଷ୍ଣ ନିଜେ କହିଲେ, ତାଙ୍କ ଗୁପ୍ତ ଜ୍ଞାନରେ କହିଲେ ଜ୍ଞାନ ଭିତରେ ଗୁପ୍ତ ଜ୍ଞାନ ଭିତରେ ସର୍ବଶ୍ରେଷ୍ଠ ଜ୍ଞାନ ହଉଛି ନିରବତା। ଯେମିତି ଅଜୟ କହିଲେ ଯେ କଣ ସର୍ବଶ୍ରେଷ୍ଠ ଜ୍ଞାନ ହିଁ ପ୍ରକୃତରେ ନିଶ୍ଚିତ ହୋଇ ନିରବତା ମଧ୍ୟରୁ ଆମେ ପାଇବୁ। ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ସେୟା କହିଲେ। ସାଧାରଣତଃ ଆପଣ ଏଇଟା ସ୍ୱତଃ ଆମେ ଜାଣିବା ଯୋଉମାନେ ପ୍ରକୃତରେ କବି ଏବଂ ଲେଖକ, ଦାର୍ଶନିକ ମାନେ, ଗବେଷକ ମାନେ, ବୈଜ୍ଞାନିକ ମାନେ ସେମାନେ ନିଶ୍ଚିତ ଭାବରେ କଣ କରନ୍ତି ନା ବେଶୀ ଏଇ ନିରବତାକୁ ଇମ୍ପ୍ରୁଭ କରନ୍ତି। ନିରବ ନ ରହିଲେ, ନିରବତାକୁ ଯଦି ପ୍ରକୃତରେ ଜଣେ ପ୍ରେରଣାର ଉତ୍ସ ନ ଭାବେ, ଯଦି ନିରବତା ଭିତରେ ସେ ହଜି ନଯାଏ, ତାହେଲେ ଲେଖା କେବେ ହେଲେ ଆସିବ ନାହିଁ, ସୃଜନ ଶକ୍ତି ଆସିବ ନାହିଁ। ସୃଜନ ଶକ୍ତିର ଆଧାର ହଉଛନ୍ତି ନିରବତା। ଯେକୌଣସି କାର୍ଯ୍ୟ ହବ ସେ ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ, ଆପଣ ମାନଙ୍କୁ ଦେଖିଲେ ଆପଣ ପରୀକ୍ଷା କରିବେ ଦିନ ଦିନ ସବୁଠାରୁ ବଳିଷ୍ଠ କାର୍ଯ୍ୟ ଆଉ ଅଧିକ ବିପୁଳ କାର୍ଯ୍ୟ ଆପଣ କରିପାରିବେ ଯେତେବେଳେ ହଉଛି ନିରବ। ଯୋଉ କାର୍ଯ୍ୟଟାକୁ ଆପଣଙ୍କୁ ଘଣ୍ଟେ ଭିତରେ ଲାଗୁଥାନ୍ତା ସେ କାର୍ଯ୍ୟଟା 15 ମିନିଟରେ କରିବେ ଯଦି ନିରବ। ଆଉ ବକର ହେଇକି ଯଦି ଆମେ ସମୟ କାଟୁଥିବା ତାହେଲେ ଏଇ ଚଳଚଞ୍ଚଳ ସମୁଦ୍ର ଭିତରକୁ ଆମେ ଜୀବନକୁ ଯଦି ପ୍ରକୃତରେ ନିକ୍ଷେପ କରିବା ତାହେଲେ ଏଇ ଯୋଉ ମହାଶ୍ରମିନ୍ଦ ଯୋଉ କଥା କହିଛନ୍ତି ଯେ ଚେତନାର ରୂପାନ୍ତର ଅସମ୍ଭବ। ତେଣୁ ଏଇଠି କହିଲେ ଯେ in the mind silence the transcendent acts and the host heart hears the unuttered word। ମନର ନିରବତାରେ ସେ ପରାଶକ୍ତି କାର୍ଯ୍ୟ କରନ୍ତି ଏବଂ ସ୍ତବ୍ଧ ହୃଦୟ ଶୁଣିପାରେ ସେଇ ଅନୁସାରିତ ଶବ୍ଦ। କିଏ ସେଠି କିଏ କେମିତି ଆସୁଛନ୍ତି ଦେଖନ୍ତୁ, ମୁଁ ଲାଷ୍ଟ କହିବି ମା କେମିତି କହୁଛନ୍ତି। ସେ ନିରବତାର ପ୍ରତିନିଧି ଭାବରେ ମା ନିଜକୁ ନିରବତାର ପ୍ରତିନିଧି ଭାବରେ ମୁଁ ତୁମ ପାଖରେ ଯୋଉ ଆତ୍ମଶକ୍ତିକି ହିଁ ଦେଇଛି, ଆରୋପ କରୁଛି। ହୃଦୟ ଭିତରେ ତୁମର ଯୋଉ ଆତ୍ମଶକ୍ତି ଅଛନ୍ତି, ଯୋଉ ଅନ୍ତରାତ୍ମା ରହିଛନ୍ତି, ସିଏ ହଉଛନ୍ତି ନିରବତାର ପ୍ରତିନିଧି। ତାଙ୍କୁ ଯଦି ପ୍ରକୃତରେ ସମ୍ମୁଖ ଆଣିବ ତାହେଲେ ତୁମେ ପ୍ରକୃତରେ ଏ ଜୀବନ ଏଇ ତୁମର ସ୍ୱୟଂ ଏ ସମଗ୍ର ଜୀବନ ହେଇକି ତୁମର ଯୋଗ ହେଇଯିବ। ହେଲା କିନ୍ତୁ ସିଏ ହିଁ ପ୍ରକୃତରେ ସିଏ ହିଁ ପ୍ରକୃତରେ ନିରବତାର ଉତ୍ସ। ସିଏ ଯଦି ସମ୍ମୁଖକୁ ଆସନ୍ତି କରୁଛନ୍ତି, ଏଇଟା ତମ ଶିକ୍ଷା ଆମେ ଜାଣୁଛୁ। ସେଥିପାଇଁ ସେଇ ପରମ ଉତ୍ସ ନିରବତାର ଉତ୍ସକୁ ଆମକୁ ସମ୍ମୁଖକୁ ଆଣିବାକୁ। ତେଣୁ ଏଠି ମା ନିଜେ କହିଲେ it is only in silence, ଭଲ୍ୟୁମ 14, it is only in silence that a true progress can be made. It is only in silence that one can rectify a wrong movement, and it is only in silence that one can be help to somebody else। ନିରବତା ଭିତରେ ଯଥାର୍ଥ ଅଗ୍ରଗତି ହିଁ ସମ୍ଭବ ହୋଇପାରେ ଏବଂ ନିରବତାର ମଧ୍ୟ ଜଣେ ଭୁଲକୁ ସଂଶୋଧନ କରିପାରେ। ଆଉ ନିରବତାର ଭିତରେ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ମଧ୍ୟ ଠିକ ଭାବରେ ସାହାଯ୍ୟ କରିପାରେ। ଏଇଟାରେ କେତୋଟି ମଧ୍ୟ ଉଦାହରଣ ରହିଛି ମାଙ୍କର ଅଛି। ତେଣୁ ଏଇଠି ଆମେ ଦେଖିବା ଯେ କିପରି ଭାବରେ ମା କହୁଛନ୍ତି। ସେଇଥିପାଇଁ ସେ କହୁଛନ୍ତି ଯେ into the silence, ତାଙ୍କ ସାଇଲେନ୍ସ କବିତା ଲେଖୁଛନ୍ତି। into the silence ତିନି ଥର କହୁଛନ୍ତି
into the silence, into the silence, into the silence. Arise, oh immortal spirit ମାନେ ମାନବାତ୍ମା କହୁଛି। ଯଦି ତୁମେ ଉର୍ଦ୍ଧ୍ୱକୁ ଯିବାକୁ ଚାହୁଁଛ, ଯଦି ତୁମ ଜୀବନର ପରିବର୍ତ୍ତନ କରି ଚାହୁଁଛ, ଯଦି ଏଇ ଯୋଗ ପଥରେ ତୁମେ ଆଗକୁ ବଢିବାକୁ ଚାହୁଁଛ, ତାହେଲେ ସିଏ ହଉଛି ପ୍ରକୃତରେ ସେହି ଚାବିକାଠି। ତେଣୁ ସେଇ ଚାବିକାଠି ହିଁ ସେଇ ଚାବିକାଠି ତୁମର ଅନ୍ତର ଭିତରେ ରହିଛି। ସେଇ ଚାବିକାଠି ଯଦି ତୁମେ ରହିବ, ଯୋଉଟା ଆମେ କହୁଛୁ our life is a paradox, କହୁଛନ୍ତି with God or King। ଏ ଜୀବନ ଏକ ପ୍ରହେଳିକା ସଦୃଶ, କିନ୍ତୁ ଭଗବାନ କହୁଛନ୍ତି ଆମର ସେଇ ଚାବିକାଠି, ଯେ ଏଇ ପ୍ରହେଳିକା ଭିତରକୁ ଆମକୁ ମୁକ୍ତ କରିପାରିବେ। ତେଣୁ ଏ ସମସ୍ତ ବିକ୍ଷୁବ୍ଧ ଜୀବନ ଭିତରେ ଅତିବାହିତ କରୁଛୁ, ଯୋଉ ଚଞ୍ଚଳ ଜୀବନ ଆମେ ଅତିବାହିତ କରୁଛୁ, ଯୋଉ ଅଶାନ୍ତ ଜୀବନ କରୁଛୁ, ତେଣୁ ତାର ଭିତରେ ଏଇ ସାଇଲେନ୍ସର ଚାବିକାଠି ଯଦି ଆମେ ପ୍ରକୃତରେ ପ୍ରୟୋଗ କରିବା, ତାହେଲେ ଦ୍ୱାର ଉନ୍ମୁକ୍ତ ହେଇଯିବ, ସେ ଇଟର୍ନେଟ ଦ୍ୱାର ଉନ୍ମୁକ୍ତ ହେଇଯିବ। ମା ସେଇଥିପାଇଁ କହୁଛନ୍ତି ଯେ ଗ୍ରାଣ୍ଟ ଦ୍ୟାଟ୍ our silence may be filled with your presence। ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି, ଗ୍ରାଣ୍ଟ ଦ୍ୟାଟ୍ our silence may be filled with your presence and that we may be fully conscious of it। Grant that we may know that you are our life and grant that our consciousness and our being, and that without you everything is merely illusion। ମା ନିଜେ ପ୍ରାର୍ଥନା କରୁଛନ୍ତି ପରମ ପ୍ରଭୁକୁ। ସାବିତ୍ରୀରେ ଲେଖା ହେଇଛି ବହୁତ ଜିନିଷ। ପ୍ରଭୁ କହୁଛନ୍ତି, ପ୍ରଭୁ ଆମକୁ ସେଇ ନିରବତା ହିଁ ପ୍ରକୃତରେ ହିଁ ଦିଅ, ସେ ଆଉ କିଛି ନା। ସେଇ ନିରବ ହୃଦୟରେ ମୁଁ ଟିକେ ତୁମକୁ ହିଁ ପ୍ରାର୍ଥନା କରିପାରେ, ଆହ୍ୱାନ କରିପାରେ। କିଭଳି ଭାବରେ ଏଇଠି ସମୟ ତ ହେଇଗଲାଣି, ବର୍ତ୍ତମାନ ମୁଁ ତାକୁ ବହୁତ କମରେ ଗୋଟେ ଗଳ୍ପ ମାଧ୍ୟମରେ ତାକୁ କିଭଳି ଭାବରେ ମୁଁ କହିଦେଉଛି। ଗୋଟେ ଗଳ୍ପରେ ବୋଧେ ମନେ ପଡୁନି, ମନୋଜ ଦାସ ଲେଖିଛନ୍ତି କି ମନ, ଯେତେବେଳେ ଆମେ ମା ଯେମିତି ଆମ ଚମ୍ପଲାଳଙ୍କୁ କହିଲେ ତାଙ୍କର ତୁମେ ସବୁବେଳେ ନୀରବ ରହିବ, ନୀରବ ରହିବ ମାନେ ସମ୍ପୂର୍ଣ୍ଣ ଭାବରେ ନୀରବ, ତାଙ୍କ ଜୀବନ ଥିବା ପର୍ଯ୍ୟନ୍ତ ଆଉ ସେ ପୁରା ନୀରବ। ଜଣେ ଯଦି ଚମ୍ପଲାଳଙ୍କୁ ଏଠି ଆମେ ବସେଇଦବା, ଗୋଟେ ଜାଗାରେ ମନୋଜ ଦାସଙ୍କୁ ଆମେ ବସେଇଦବା, ଜଣେ ବକ୍ତା ତାହେଲେ ଏଠି ଶବ୍ଦର ପ୍ରୟୋଗ ହବ, ଇଏ ସୃଷ୍ଟି କରିଛି ସବୁ କିଛି, ସେ କିନ୍ତୁ ପ୍ରସ୍ତୁତ କରିଦେବ ଚେତନାକୁ। ତାର ପ୍ରଭାବ ଏଭଳି ଭାବରେ ଆପଣ ବସିଥିବେ, ବହୁତ ସମୟ ବସିଥିବେ, ତାର ପ୍ରଭାବ ଏମିତି ଭାବରେ ସେଇ ନିରବତାର ଭିତରୁ ସେ ଏମିତି ଭାବରେ ଆହ୍ୱାନ କରନ୍ତି ଏବଂ ବାତାବରଣକୁ ପ୍ରେରଣ କରନ୍ତି ଯେ ସମସ୍ତଙ୍କୁ ମଧ୍ୟ ଶାନ୍ତ କରିଦିଅନ୍ତି। ତ ନିରବତାରେ ଏଭଳି ଶକ୍ତି ଅଛି, ସମସ୍ତଙ୍କୁ ଶାନ୍ତ ବି କରିଦେବେ। କେମିତି ଭାବରେ କଣ କରୁଛନ୍ତି? ଥରେ ରାଜା ସୁଷେଣ ତାଙ୍କର କିଛି ଦୂରରେ, ମାନେ ତାଙ୍କର ରାଜ୍ୟର ଶେଷ ମୁହୂର୍ତ୍ତରେ ଯୋଉ ଜଙ୍ଗଲ ଅଛି, ସେ ଜଙ୍ଗଲରେ ଜଣେ ମହାତ୍ମା ଥାଆନ୍ତି, ବେଦଜ୍ଞ ପୁରୁଷ, ତାଙ୍କ ପାଖକୁ ଗଲେ। ସୁଷେଣକୁ ଗଲେ, ତାଙ୍କୁ ଯାଇକି ଦେଖିଲେ ଯେ ସ୍ୱୟଂ ସେ ମହାତ୍ମା କଣ କରନ୍ତି ନା ତାଙ୍କ କୁଟୀରର ପଛପଟରେ ଗୋଟେ ବଗିଚା ଅଛି, ସେ ବଗିଚାରେ କୋଦାଳ ଧରିକି ହାଣୁଛନ୍ତି ଏବଂ ଗଛରେ ପାଣି ଦଉଛନ୍ତି। ତେଣୁ ରାଜା ଯାଇକି ପଚାରିଲେ, କିନ୍ତୁ ରାଜାଙ୍କ ବେଶ ଯାଇନାହାନ୍ତି। ରାଜାଙ୍କ ବେଶରେ ଗଲେ ଅସୁବିଧା, ଏଇ ହଉଛି ଅଲଗା। ତେଣୁ ଜଣେ କିଛି ଗ୍ରହଣ କରିବାକୁ ଜଣକୁ ପାଖକୁ ଯିବ, ଯଦି ରାଜାର ଆତ୍ମବଡ଼ିମା ଆତ୍ମଗର୍ବକୁ ସେ ନେଇଯିବ, କିଛି ସେ ହବନି। କାହିଁକିନା ଏଠି ଯେମିତି କହୁଛନ୍ତି, ଏଠି ଗୋଟେ କହିଲେ ଯେ ପ୍ରକୃତରେ ଶ୍ରୀମନ୍ଦ ତାକୁ କହୁଛନ୍ତି ଯେ କଣ ନା, ଇନ୍ ଦ ସାଇଲେନ୍ସ ଅଫ୍ ଦ ହାର୍ଟ you will receive the command and in silence lie the greatest receptivity। ତେଣୁ ସେ ତ ସେମିତି ହବନି, ସେ ପୁରା ନିରବରେ, ପୁରା ଗ୍ରହଣଶୀଳ ମନ ନେଇକି, ଶାନ୍ତ ଭାବରେ, ବିନମ୍ର ଭାବରେ, ଭକ୍ତିପୂତ ମନ ନେଇକି ଯାଇକି ମହାତ୍ମାଙ୍କୁ ପଚାରିଲେ। ତେଣୁ ଗୋଟେ ଅଲଗା ପ୍ରକାର ବେଶ ନେଇ, ସାଧାରଣ ବେଶ ନେଇକି କହିଲେ, ମହାତ୍ମା ମୋର କେତୋଟି ପ୍ରଶ୍ନ ଅଛି, ମୁଁ ତାର ସମାଧାନ କରୁଛି।
ମହାତ୍ମା କହିଲେ ଠିକ ଅଛି ମୋର କାର୍ଯ୍ୟ ସରିଯାଉ ତୁମେ ଟିକେ ଅପେକ୍ଷା କର ତାହେଲେ ମୁଁ ତୁମକୁ ଏଇଟାକୁ ନିଶ୍ଚିତ ଭାବରେ ତୁମକୁ କହିଦେବି କଣ ହବ ଦିବସିକ ଆଲୋଚନା କରିବା। ସେ ଦେଖିଲେ ଯେ ମହାତ୍ମା ତାଙ୍କର ପାଣି ଦଉଛନ୍ତି କୋଦାଳଟାକୁ ଛାଡ଼ି ଦେଇକି ପାଣି ଦଉଛନ୍ତି ଗଛରେ। ତେଣୁ ରାଜା କଣ କଲେ ଆପଣ ଟିକେ ଭିତରକୁ ପ୍ରବେଶ କରିବା କେମିତି ହେଇଛି ନିରବର୍ତ୍ତୀ ରାଜା କଣ କଲେ ପୁରା ନିରବରେ ଟିକେ ରହିକି ସେ କୋଦାଳକୁ ଧରିଲେ ଯାଇକି ମାଟି ଆଣିଲେ ମାଟି ଆଣିଲେ ମାଟି କାମ କଲେ ତାଙ୍କ ସେଟା ସେ ମନ ଦେଲେ। এই ସମୟରେ କଣ ହେଇଛି ନା ଗୋଟିଏ ବ୍ୟକ୍ତି ମାନେ ଜୋର ସେ ଦୌଡ଼ିକି ଆସିଛି କୁଟୀର ଭିତରକୁ ପ୍ରବେଶ କରୁଛି ଆଉ ପ୍ରବେଶ କଲା ପରେ ଅଚେତ ହେଇକି ପଡ଼ିଯାଇଛି ଜୋରସୋର ବ୍ୟକ୍ତି କଣ ଶବ୍ଦ ହେଇଗଲା ବୋଲେ କି ଗଲେ ସାଧୁ ଯେତେବେଳେ ଜାଣିଛନ୍ତି ମହାତ୍ମା ଜାଣିଛନ୍ତି ମହାତ୍ମା ଆଉ ରାଜା ଦି ଜଣ କାହିଁକି କୁଟୀର ଭିତରକୁ ପ୍ରବେଶ କଲେ ଟିକେ ଗୋଟେ ବ୍ୟକ୍ତି ଅଚେତ ହେଇ ପଡୁଛି। ସେ ସାଧୁ କଣ କଲେ ତାକୁ ପାଣି ଛିଟିଲେ ଛାଟି ସାରିଲା ପରେ କିଛି ସମୟ ଗଲା ପରେ ସେ ବ୍ୟକ୍ତିଟିର ଯେତେବେଳେ ଚେତନା ଆସିଛି ଚେତା ଆସିଲା ପରେ ସେ ଦେଖିଲେ ସମ୍ମୁଖରେ ରାଜା ତାଙ୍କର ସେବା କରୁଛନ୍ତି। ସେ ଚିହ୍ନି ପାରିଲା କେମିତି ଯେ ସ୍ୱୟଂ ରାଜା ମତେ ସେବା କରୁଛନ୍ତି ତାଙ୍କୁ କାହିଁକି ସେ ଚିହ୍ନି ପାରିଲା ତାପରେ ଅଛି ସେ ହଠାତ୍ ଉଠିକି ରାଜାଙ୍କର ଗୋଟରେ ପଡିଗଲା। ମହାରାଜ ମତେ କ୍ଷମା କରନ୍ତୁ ମୋର ବହୁତ ଭୁଲ ହେଇଛି ମହାରାଜ ମତେ କ୍ଷମା କରନ୍ତୁ ମୋର ବହୁତ ଭୁଲ ହେଇଛି। ଗଭୀର ଉଠିଲେ କଣ ହେଲା କାହିଁ କଣ ହେଲା ମୁଁ ତ କିଛି ତୁମ ତ କିଛି ଅପରାଧ ନାହିଁ ନା କିଛି ଦିନ ପୂର୍ବରୁ ବା କିଛି ବର୍ଷ ପୂର୍ବରୁ ଆପଣ ମୋର ଭାଇକି ଗୋଟେ ଅପରାଧରେ ମୃତ୍ୟୁଦଣ୍ଡ ଦେଇଥିଲେ ମୋର ସେଇ ପ୍ରତିଶୋଧ ନେବାର ଯୋଉ ମନ ରହିଛି ତାଫଳରେ ଆଜି ଆପଣ ଯେତେବେଳେ ରାଜଦରବାରରୁ ବାହାରୁଥିଲେ ବା ରାଜବାସରୁ ବାହାରୁଥିଲେ ମୁଁ ଆପଣଙ୍କର ପଛେ ଚାଲୁଥିଲି କିଭଳି ଭାବରେ ସମୟ ପାଇଲେ ଆପଣଙ୍କୁ ହତ୍ୟା କରିବି କିନ୍ତୁ ମୋର ଷଡ଼ଯନ୍ତ୍ରଟା କଣ ହେଇଛି ନା ଜାଣିପାରୁଛନ୍ତି ସୈନ୍ୟ ସାମନ୍ତ ମାନେ ଆପଣଙ୍କର ଯୋଉ ସୈନ୍ୟ ଅଛନ୍ତି ଜାଣିପାରିଲେ ବା ମତେ ଗୋଡେଇଲା ପରେ ମୁଁ କଣ କରିବି ତେଣୁ ଦୌଡ଼ିକି ଆସିକି ଏଇ କୁଟୀରରେ ପଡିଛି କିନ୍ତୁ ଆପଣ ମୋର ସେବା କରୁଛନ୍ତି ତେଣୁ ଆପଣ ହଉଛନ୍ତି ମହାନ ମତେ କ୍ଷମା କରିଦିଅନ୍ତୁ ମୋର ଭୁଲ ପାଇଁ କାରଣ ମୁଁ ଯେତେବେଳେ ଚିହ୍ନିଥିଲି ତେଣୁ ଆପଣ ଯେମିତି ଚିହ୍ନିଥିଲି ଆପଣ ଯେତେ ବେଶ ବଦଳିଲେ ମଧ୍ୟ ମୁଁ ଆପଣଙ୍କୁ ଚିହ୍ନି ପାରୁଛି ଆପଣ ହଉଛନ୍ତି ମହାରାଜ। ଏଠୁ ସାଧୁ ମହାତ୍ମା ଜାଣିଲେ ଯେ ଇଏ ହଉଛନ୍ତି ମହାରାଜ ବୋଲି ଠିକ ଅଛି ତାପରେ କଣ କହିଛନ୍ତି ନା ମହାରାଜ କରିଥିଲେ ତାପରେ କ୍ଷୀର ପିଇଛନ୍ତି କ୍ଷୀର ପିଇ ସାରିଲା ପରେ ପିଲାଟି ବ୍ୟକ୍ତିଟି ଟିକେ ସାଷ୍ଟାଙ୍ଗ ହେଇଗଲା ପରେ ଏବଂ ତାକୁ କିଛି ସମୟ ଗଲା ପରେ ମହାତ୍ମା ତାଙ୍କୁ ରାଜାଙ୍କୁ କହିଲେ କଣ ପ୍ରଶ୍ନ ଅଛି ଆପଣଙ୍କୁ ପଚାରନ୍ତୁ କହିଲେ ମୋର 3ଟି ପ୍ରଶ୍ନ ଅଛି କଣ ପ୍ରଥମ ପ୍ରଶ୍ନ ହେଲା ଉତ୍ତମ ସମୟ କଣ ଦ୍ୱିତୀୟ ପ୍ରଶ୍ନ ଉତ୍ତମ କାର୍ଯ୍ୟ କଣ ସବୁଠୁ ବଡ ଭଲ କାର୍ଯ୍ୟ କଣ ତୃତୀୟ ପ୍ରଶ୍ନ ହେଲା ଉତ୍ତମ ବ୍ୟକ୍ତି କିଏ 3ଟି ପ୍ରଶ୍ନ ମହାତ୍ମା କହିଲେ ଆପଣ ତ 3ଟାଙ୍କ ଉତ୍ତର ପାଇଯାଇଛନ୍ତି ନା ମୁଁ କେମିତି ପାଇଲେନି 3ଟା ଉତ୍ତର ପାଇଛନ୍ତି ଏତେ କିଛି ପରେ ସବୁ ଉତ୍ତର ପାଇଛନ୍ତି କେମିତି ନା ମୁଁ ତ କିଛି ବୁଝିପାରୁନି ଆପଣ ପଚାରିଲେ ଯେ ଉତ୍ତମ ସମୟ କଣ କହିଲେ ବର୍ତ୍ତମାନଟା ହଉଛି ଉତ୍ତମ ସମୟ କାହିଁକି ନା ଆପଣ ଯଦି ଏଇ ବର୍ତ୍ତମାନ ସମୟରେ ଯଦି ପ୍ରକୃତରେ ଏଇ ମୋର କୁଟୀରକୁ ଆସିକି ଯଦି ଆପଣ କାର୍ଯ୍ୟ ଆପଣ ଆସିନଥାନ୍ତେ ଏ ସମୟରେ ଯଦି ବଗିଚାରେ କାର୍ଯ୍ୟ କରିନଥାନ୍ତେ ଯଦି ବାହାରେ ଥାନ୍ତେ ତାହେଲେ ଆପଣ କଣ ହେଇଥାନ୍ତା ଅସୁବିଧା ହେଇଥାନ୍ତା ସେ ବ୍ୟକ୍ତି ଆପଣଙ୍କ ନିଶ୍ଚୟରେ ହତ୍ୟା କରିଥାନ୍ତା ତେଣୁ ସମୟ ହଉଛି ଉତ୍ତମ ସମୟ ହେଲା ବର୍ତ୍ତମାନ ସମୟ ତେଣୁ ବର୍ତ୍ତମାନ ଯୋଉଟା ଏଇ ବର୍ତ୍ତମାନ ଭିତରେ ହିଁ ନିରବ ମାନେ କେମିତି କଲେ ଏଇ ବର୍ତ୍ତମାନ ଭିତରେ ହିଁ ନିରବତାକୁ ସବୁବେଳେ ଖୋଜି ଚାଲ ନିରବତା ସବୁବେଳେ ତୁମକୁ କୋଳାକୃତ କରିବାକୁ ଚାହୁଁଛି କିନ୍ତୁ ତୁମେ ସବୁବେଳେ ତାକୁ ଦୂରେଇ ଚାଲି ଚାହୁଁଛ ତାକୁ ସବୁବେଳେ ଖୋଜି ଚାଲ
ତୁମେ ହିଁ ବର୍ତ୍ତମାନ ସବୁ ବର୍ତ୍ତମାନକୁ ହିଁ ସବୁବେଳେ ଯୋଡ଼ିକି ଧର। ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଲା ଯେ ଉତ୍ତମ କାର୍ଯ୍ୟ କ'ଣ? କହିଲେ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ତୁମ ସାମ୍ନାରେ ଯୋଉଟାକ ଉତ୍ତମ କାର୍ଯ୍ୟ। କ'ଣ ନା ତୁମ ସାମ୍ନାରେ ଯେ ଆସିଲା, ଯୋଉ ବ୍ୟକ୍ତି ତୁମକୁ ଆସିଲା, ତୁମେ ଭାବିଲ ଯେ ଯୋଗ୍ୟ ଭାବିଲ ତୁମ ଭିତରୁ ଯେ ମୋର ଆର ସେବା କରିବାର ଉଚିତ, ସେଟା ତୁମେ ରାଜା ବୋଲି ଭାବିଲ। ତୁମେ ରାଜା ବୋଲିକି ମୋର ସାଧାରଣ ଲୋକଙ୍କୁ ସେଟା ତ ରାଜା ବୋଲି ତୁମେ ଭାବିନଥିଲ। তুমি କ'ଣ କର, ସାମ୍ନାରେ ଗୋଟେ ବ୍ୟକ୍ତି ଆସିଲା, ତୁମେ ତାର ସେବା ଶୁଶ୍ରୂଷା କରିବା ପାଇଁ ତୁମେ ଭାବିଲ ଯେ ଏଇଟା ହେଉଛି ପ୍ରକୃତ ସେବା, ମୁଁ ଏଇଟା ମୋର କାର୍ଯ୍ୟ, ତାର ସେବା କଲ। ତେଣୁ ତୁମର ସାମ୍ନାରେ ଯୋଉ କାର୍ଯ୍ୟଟା ଆସୁଛି, ଆମ ସାମ୍ନାରେ ସବୁ କାର୍ଯ୍ୟ ଅଛି, ତୁମ ସାମ୍ନାର କାର୍ଯ୍ୟ ହଉଛି, ସେତେବେଳେ ତୁମେ ଭିତରକୁ ପଚାରିଛ ଯେ ପ୍ରକୃତରେ ଏଇ ସାମ୍ନାର କାର୍ଯ୍ୟଟା ପ୍ରକୃତରେ ମୋ ପାଇଁ ପ୍ରକୃତରେ ଯଥାର୍ଥ କି ନୁହେଁ। ତେଣୁ ତୁମ ଅନ୍ତର ଭିତରୁ ଯିଏ ପ୍ରକୃତରେ ଉତ୍ତର ଦେଇଛି ଯେ ସାମ୍ନାର କାର୍ଯ୍ୟଟା ସେଇଟାକୁ ତୁମେ କରିଛ, ସେଇଟା ହିଁ କହୁଛୁ ଉତ୍ତମ କାର୍ଯ୍ୟ। ତୃତୀୟରେ କ'ଣ, ଉତ୍ତମ ବ୍ୟକ୍ତି କ'ଣ? ବ୍ୟକ୍ତି କିଏ? ଉତ୍ତମ ବ୍ୟକ୍ତି କିଏ? ସେ କହିଲେ ତୁମରି ଆଗରେ ଯୋଉ ବ୍ୟକ୍ତି ଥିବ ସେଇ ଉତ୍ତମ ବ୍ୟକ୍ତି। କହିଲେ ବାହାର ଆସିବ ମାନେ ମନୁଦାସଙ୍କର ଯୋଉ ଗଳ୍ପ ଗୁଡାକ ଅନ୍ତର୍ନିହିତ ତାର ଗୋଟେ ତୁମ ସାମ୍ନାରେ ଯୋଉ ଥିବେ ସେ ହଉଛି ଉତ୍ତମ ବ୍ୟକ୍ତି। ମୁଁ ତ ରାଜା, ମୋ ପାଖରେ ଚୋର ଆସନ୍ତି, ଡାକୁ ଆସନ୍ତି, ସାଧୁ ଆସନ୍ତି, ସମସ୍ତେ ବି ଆସନ୍ତି। ନା ନା ନା, ତୁମ ସାମ୍ନାରେ କି ତୁମ ସାମ୍ନାରେ କିଏ ଆସୁଛି? ମୁଁ ସମସ୍ତେ ଆପଣ ଅଛନ୍ତି, ଇଏ ଅଛନ୍ତି ସମସ୍ତେ। ନା, ଇଏ ସବୁ ହଉଛନ୍ତି ବ୍ୟକ୍ତିର ପ୍ରତିରୂପ। ଆଣ ତୁମ ବ୍ୟକ୍ତିକି ହିଁ ସାମ୍ନାକୁ ଆଣ। କେମିତି କହୁଛନ୍ତି ଶିକ୍ଷାର କେମିତି ତୁମ ବ୍ୟକ୍ତିକି ସାମ୍ନାକୁ ଆଣ। ତୁମ ବ୍ୟକ୍ତି ହିଁ ପ୍ରକୃତରେ ତୁମର ଅନ୍ତରାତ୍ମା। ସେ କହିଲେ ତୁମର ବ୍ୟକ୍ତି ଉତ୍ତମ ବ୍ୟକ୍ତି ହିଁ, ସେ କହିଲେ ତୁମର ଉତ୍ତମ ବ୍ୟକ୍ତି ହିଁ ତୁମର ଅନ୍ତରାତ୍ମା। ତାକୁ ଯଦି ତୁମେ ସାମ୍ନାକୁ ଆଣିବ, ତାକୁ ଯଦି ପ୍ରକୃତରେ ତୁମେ ହିଁ ପ୍ରକୃତ ଉତ୍ତମ ବ୍ୟକ୍ତି ବୋଲି ଭାବିବ, ସିଏ ହିଁ ତୁମ ଜୀବନର ସବୁ କିଛି ଦାୟିତ୍ୱ ବହନ କରିବ ଆଉ ତୁମକୁ ହିଁ ପରିଚାଳିତ କରିବ। ଏବଂ ନିରବତା ଭିତରେ ହିଁ ସେ ତୁମକୁ ତୁମର ଜୀବନ ହିଁ ତୁମ ଯୋଉ ଲକ୍ଷ୍ୟ ରହିଛି ସେ ଲକ୍ଷ୍ୟରେ ନେଇକି ପହଞ୍ଚେଇ ଦେଇପାରିବ। ତେଣୁ ମା ଯୋଉ ଆଦ୍ୟାଶକ୍ତି, ମା ଯୋଉ ପ୍ରକୃତରେ ଯୋଉ ପରମ ଶକ୍ତି ମା, ସେ ବିଶାଳ ନିରବତାକୁ ଯେ ବହନ କରିଛନ୍ତି, ଯୋଉଠି ଉତ୍ସାହ ଆସିଛି ତାର ପ୍ରତିନିଧି ସ୍ୱରୂପ ଯୋଉ ଆମକୁ ଯେ ଆମର ଉତ୍ତମ ବ୍ୟକ୍ତିକି ଆମ ପାଖ ଆମ ଭିତରେ ଯେ ପ୍ରକୃତରେ ଯେ ରଖିଛନ୍ତି, ସେଇ ଉତ୍ତମ ବ୍ୟକ୍ତି ଯୋଉ ପ୍ରକୃତରେ ଅନୁସରଣ କରିବା, ତାଙ୍କର ପଥକୁ ଅନୁସରଣ କରିବା, ତାଙ୍କୁ ହିଁ ସାମ୍ନାକୁ ଆଣିବା ହଉଛି ଆମ ସାଧନାର ହିଁ ପ୍ରକୃତରେ ଆମ ପୂର୍ଣ୍ଣ ଯୋଗ ହିଁ ଏତିକି ଆମେ ପ୍ରକୃତରେ ରଖିବା, ନିରବ ରହିବା ଏବଂ ହୃଦୟରେ ଅନୁଭବ କରିବା, ତେବେ ଯାଇ ପ୍ରକୃତରେ ଆମେ ଏଇ ନିରବତାର ଉଦ୍ଦେଶ୍ୟ ମହାତ୍ମା ପ୍ରକୃତରେ ଆମେ ବୁଝିପାରିବା ଏବଂ ଜୀବନକୁ ମଧ୍ୟ ସେଇ ଅନୁସାରେ ଆମେ ବଞ୍ଚିପାରିବା। ଧନ୍ୟବାଦ। ଭାଇଙ୍କର ବହୁମୂଲ୍ୟ ବକ୍ତବ୍ୟ ପାଇଁ ମାଙ୍କ ପାଖରେ ଅଶେଷ ଅଶେଷ କୃତଜ୍ଞତା। ଛୋଟିଆ କଥାଟେ କହିବି, ମା ତାଙ୍କର ଆଡପ୍ଟେଡ୍ ଚାଇଲ୍ଡ ମିସ୍ ହଡସନ ଓରଫ ଦତ୍ତାଙ୍କୁ ସାଙ୍ଗରେ ଧରିକି ଆସିଥାନ୍ତି। ତା ସହିତ ଶ୍ରୀ ଅରବିନ୍ଦଙ୍କ ସହିତ ଆଉ କେତେ ଜଣ ରହୁଛନ୍ତି। ତେଣୁ ରୋଷେଇବାସ କରିବା ପାଇଁ ଗୋଟେ ରୋଷେଇଆ ଦରକାର ହେଲା। ପିଠଳ ନାମକ ଗୋଟେ ରୋଷେଇଆକୁ ଦତ୍ତା ଆପଏଣ୍ଟମେଣ୍ଟ କଲେ, ସେ ରୋଷେଇ କରିବେ। କିନ୍ତୁ ସେ ସବୁବେଳେ ବ୍ୟତିକ୍ରମ କଲା। କୋଉଦିନ ଲୁଣିଆ, କୋଉଦିନ ପାଣିଆ, କୋଉଦିନ ଶୀତିବ, କୋଉଦିନ କଞ୍ଚା ଥିବ, ଏଇଭଳିଆ ହେଲା। ସବୁବେଳେ ଦତ୍ତା ବିଗିଡ଼ିକି ତାକୁ ଗେଟ୍ ଆଉଟ୍ କରିଦେଲେ। ସେ ରାଗିଗଲା। ରାଗିକି ଜଣେ ମୁସଲିମ ତାନ୍ତ୍ରିକକୁ ଧରି ତାଙ୍କର ସେ କିଚେନରେ ଗୋଟେ ଅପଶକ୍ତିକୁ ପ୍ରେରଣ କରିଦେଲା। ସବୁବେଳେ ଟେକା ପଥର ବୃଷ୍ଟି ହେଲା। ଯାଇକି ପୋଲିସରେ ଏଫଆଇଆର ଦେଲେ। ପୋଲିସ ଆସିଲା, ପୋଲିସଙ୍କ ପ୍ରେଜେଣ୍ଟରେ ଟେକା ପଥର ବୃଷ୍ଟି ହେଲା। ପୋଲିସ ଡରିକି ପଳେଇଲେ। ଶେଷରେ ମାଙ୍କୁ କୁହାଗଲା। ମା ସେ ଘରକୁ ଆସିଲେ। ସେ କଣ କରିଛନ୍ତି, ମାନେ ଏତେ ମାଇକ୍ରୋ ସାଇଜର ଅକ୍ଷର ସବୁ ଗୋଟେ ଜାଗାରେ ଲେଖା ହେଇଛି। ସେ ମୁସଲିମ ତାନ୍ତ୍ରିକ ଜଣକ ଲେଖିଦେଇଛି।
ଏଟା ସହଜେ ଖାଲିଆକୁ ଦେଖାଯିବନି। ଅସୀମ ନିରବତାକୁ ମା ସେଠି ପ୍ରକାଶ କରାଇଲେ। ତାପରେ ତାର ହ୍ୱାଇଟ୍ ଲାଇଟ୍ ପ୍ରକାଶ ପାଇଲା। ଯୋଉ ଅସୀମ ନିରବତାକୁ ପ୍ରଥମେ ଡିସେଣ୍ଡ କରାଇଲେ, ସେ ନିରବତା ଭିତରେ ମାଙ୍କର ହ୍ୱାଇଟ୍ ଲାଇଟ୍ କାମ କଲା। ସେ ହ୍ୱାଇଟ୍ ଲାଇଟ୍ ଦେଖାଇଦେଲା ଲେଖାଟା କଣ ଅଛି। ଯୋଉ ଲେଖା ଯେତେ ଦିନ ପର୍ଯ୍ୟନ୍ତ ସେଠି ଥିବ ତା ପାୱାର ସେତିକି କାମ କରୁଥିବ। ଅଲଗା କୌଣସି ଘରେ ହବନି, କିନ୍ତୁ ସେଇ ଘରେ ହବ। ମା ଯେତେବେଳେ ଜାଣିପାରିଲେ, ତାପରେ ତାକୁ କହିଲେ, ତତେ ଯିଏ ପ୍ରେରଣା କରିଛି ତୁ ତା ପାଖକୁ ଫେରିବୁ ନା ତୁ ଏଠି ବିନାଶ ହବୁ? ନାଇଁ ମା, ମତେ କ୍ଷମା କରିଦିଅ, ମୁଁ ଗୋଟେ ଅଜ୍ଞାନ ବଶତଃ ଏ ପ୍ରକାର ଭୁଲ କରିଦେଇଛି, ଆଉ ଏ ଭୁଲ କରିବିନି। ତାପରେ ମାଙ୍କ ପାଖରୁ ତ ଫେରି ଆସିଲା। ଏତେ ମାତ୍ରାରେ ତା ଦେହ ସିରିୟସ ହେଇଗଲା ଯେ ଘଣ୍ଟେ ଭିତରେ ମରିବା ଭଳିଆ ଅବସ୍ଥା ହେଇଗଲା। ତାପରେ ବିଠଲ ସ୍ତ୍ରୀ ଆସିକି ମାଙ୍କ ଗୋଡ ଧରି କହିଲା, ମା ମୋ ସ୍ୱାମୀକି ବଞ୍ଚେଇ ଦିଅ। ସେ ଜାଣିପାରୁନାହାନ୍ତି ଗୋଟେ ଭୁଲ ବଶ ଏମିତି କାମ କରିଦେଇଛନ୍ତି। ତେଣୁ ମା ଯେହେତୁ ଅସୀମ ଶକ୍ତିର ଅଧିକାରିଣୀ, ତେଣୁ ତାଙ୍କ ସ୍ତ୍ରୀଙ୍କର ଅନୁରୋଧ ରକ୍ଷା କଲେ ଏବଂ ସେ ତାନ୍ତ୍ରିକ ଯିଏ ପ୍ରେରଣ କରିଥିଲା ବଞ୍ଚିଗଲା। ତେଣୁ ଯୋଉ ଅସୀମ ନିରବତା ଭିତରେ ମାଙ୍କର ହ୍ୱାଇଟ୍ ଲାଇଟ୍ କାମ କରେ, ସେଥିରେ ଆଉ କୌଣସି କଥା ଲୁଚି ରହେ ନା, ସ୍ପଷ୍ଟ ହେଇଯାଏ ସବୁ କଥା, ଯାହାଫଳରେ ଆମ ପରିବର୍ତ୍ତନ ଦିଗ ସହଜରେ ଖୋଲିଯାଏ। ତେଣୁ ପୂର୍ଣ୍ଣ ଯୋଗ ପାଇଁ ଏ ଅସୀମ ଶକ୍ତିର ଆବଶ୍ୟକତା ଅଛି। ତେଣୁ ଆମମାନେ ସେ ଶକ୍ତିର ଅଧିକାରୀ ହବା, ନିରବତାକୁ ପାଥେୟ କରି। ତେଣୁ ଆମ ଭିତରେ ଗୋଟେ ସାଇଲେଣ୍ଟ ରିଭଲ୍ୟୁସନ ଆରମ୍ଭ ହବା ଦରକାର। ସାଇଲେଣ୍ଟ ରିଭଲ୍ୟୁସନ, ନିରବ ବିପ୍ଳବ ଆରମ୍ଭ ହବା ଦରକାର। ଯାହା ହଉ, ଏତ ସମୟ ହେଇଯାଇଛି। ମୁଁ ବର୍ତ୍ତମାନ ଅପାଙ୍କୁ ଅନୁରୋଧ କରିବି, ଅପର୍ଣ୍ଣା ଅପାଙ୍କୁ କୃତଜ୍ଞତା ଜ୍ଞାପନ କରିବେ। ତାପରେ ଗଜୁ ଭାଇ ଗୋଟେ ମାତୃବନ୍ଦନା ବୋଲିବେ। ଗଜୁ ଭାଇ। ନୀଳ ଆକାଶର ଜହ୍ନ ତୁମେ ଗୋ, ମୁଁ ଯେ ଏକ ଜଳାଧାର। ତୁମ ସୁମଧୁର ଛବି ସାଇତିଛି ମୁଗ୍ଧ ହୃଦয়ে ମୋର। ନୀଳ ଆକାଶର ଜହ୍ନ ତୁମେ ଗୋ, ମୁଁ ଯେ ଏକ ଜଳାଧାର। ତୁମ ସୁମଧୁର ଛବି ସାଇତିଛି ମୁଗ୍ଧ ହୃଦয়ে ମୋର। চেতনারে তুমি আস নীতি উই, ফুটাই আত্মার টিকি নীলকাই। চেতনারে তুমি আস নীতি উই, ফুটাই আত্মার টিকি নীলকাই। ମୁଁ ଏକ ଚକର ଝୁରେ ତୁମ ପାଇଁ, ମୁଁ ଏକ ଚକର ଝୁରେ ତୁମ ପାଇଁ। ଝରାଏ ନୟନୁ ନୀର, ନୀଳ ଆକାଶର ଜହ୍ନ ତୁମେ ଗୋ, ମୁଁ ଯେ ଏକ ଜଳାଧାର। ତୁମ ସୁମଧୁର ছবি সাইতিছি মুগ্ধ হৃদয়ে মোর। ମୋ ପ୍ରେମ କାରାରେ ହେ ଚିରବନ୍ଦିନୀ, ଚନ୍ଦ୍ରମା ଢାଳଗୋ ଆଶିଷ ଚାନ୍ଦିନୀ। ମୋ ପ୍ରେମ କାରାରେ ହେ ଚିରବନ୍ଦିନୀ, ଚନ୍ଦ୍ରମା ଢାଳଗୋ আশিস চান্দিনী। ঝলমল কর তুমরি আলোকে, ঝলমল কর তুমরি আলোকে। জীবন লহরি মোর, নীল আকাশর জহ্ন তুমে গো, ମୁଁ ଯେ ଏକ ଜଳାଧାର। ତୁମ ସୁମଧୁର ଛବି ସାଇତିଛି ମୁଗ୍ଧ ହୃଦଏ ମୋର। ନୀଳ ଆକାଶର ଜହ୍ନ ତୁମେ ଗୋ, ମୁଁ ଯେ ଏକ ଜଳାଧାର।
କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣ କମଳରେ ଭକ୍ତିପୂତ ପ୍ରଣାମ। ଆଜି ଆମ ଘରୋଇ ପାଠଚକ୍ରର ବାର୍ଷିକ ଉତ୍ସବ। ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିବା ସମସ୍ତ ମାତୃପ୍ରେମୀ ଅପା ଓ ଭାଇମାନଙ୍କୁ ପ୍ରଣାମ ଏବଂ ନବବର୍ଷର ଅନେକ ଅନେକ ଶୁଭେଚ୍ଛା। ପାଠଚକ୍ରଟିକୁ ଅଧିକ ଭାବମୟ ଓ ଫଳପ୍ରଦ କରିବା ପାଇଁ ଆମ ସହ ଯୋଗଦାନ କରିଥିବା ପୂଜ୍ୟ ଗଦାଧର ଭାଇ ଓ ଅଜୟ ଭାଇ ଦ୍ୱୟଙ୍କୁ ମୋର ବିଶେଷ ସମ୍ମାନ। 1997 ମସିହା ଆଜିର ଏହି ଦିନରେ ପାଠଚକ୍ରଟି ଆରମ୍ଭ ହୋଇ ନିରବଚ୍ଛିନ୍ନ ଭାବେ ଗତି କରି ଚାଲିଛି। ପିଲାମାନେ ଏଠାରେ ଥିଲାବେଳେ ଯୋଗ ଦେଉଥିଲେ। ବର୍ତ୍ତମାନ ଆମ 2 ଜଣଙ୍କୁ ନେଇ ଏହା ସୀମିତ। ମା ଶ୍ରୀ ଅରବିନ୍ଦଙ୍କ ମୂଳ ଲେଖା ବାବାଜୀ ମହାରାଜଙ୍କ ଲୋକ ସାହିତ୍ୟ ପଠନ କରାଯାଏ। ମାତୃମେଳର ଅଧିକାଂଶ କାର୍ଯ୍ୟକ୍ରମରେ ଆମେ ଯୋଗଦାନ କରୁ। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠଚକ୍ର ଗୁଡ଼ିକ ଅଧିକ ସକ୍ରିୟ କରିବା ଅତି ଆବଶ୍ୟକ ହୋଇପଡ଼ିଛି। ଆମର କେନ୍ଦ୍ର ମାତୃମେଳକୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି। ଆଜିର ପାଠଚକ୍ରଟି ମାଙ୍କ କୃପାରୁ ସୁଚାରୁ ରୂପେ ସମ୍ପନ୍ନ ହୋଇଛି। ସେଥିପାଇଁ ମା ଓ ପ୍ରଭୁଙ୍କ ନିକଟରେ ଆମେ ଚିରକୃତଜ୍ଞ। ବୋଧଗମ୍ୟ ଆଲୋଚନା ଓ ସୁପରିଚାଳନା ପାଇଁ ଗୟାଧର ଭାଇ ଏବଂ ଅଜୟ ଭାଇଙ୍କ ପାଇଁ ମାଙ୍କ ନିକଟରେ ଆଶୀର୍ବାଦ କାମନା କରିବା ସହ ଧନ୍ୟବାଦ ଅର୍ପଣ କରୁଛି। ପ୍ରବଳ ଶୀତରେ ଆପଣମାନେ ଯୋଗ ଦେଇଥିବାରୁ ଆମେ ଉତ୍ସାହିତ। ଶେଷରେ ସମସ୍ତଙ୍କୁ ମୋର ଧନ୍ୟବାଦ ସହ ମାଙ୍କ ଆଶୀର୍ବାଦ କାମନା କରୁଛି। ଶ୍ରୀ ଅରବିନ୍ଦଙ୍କର ଏକ ବାଣୀ ପଠନ କରି ଶେଷ କରୁଛି। The earth consciousness does not want to change, so it rejects what comes down to it from above. It has always done so. It is only those who have taken this yoga upon themselves and are willing to change their lower nature that this unwillingness can disappear. ଏହି ପୃଥିବୀ ଚେତନା ପରିବର୍ତ୍ତିତ ହେବାକୁ ଇଚ୍ଛା କରେ ନାହିଁ। ତେଣୁ ଊର୍ଦ୍ଧ୍ୱରୁ ତାହା ମଧ୍ୟକୁ ଯାହା ଅବତରଣ କରି ଆସେ ତାହାକୁ ସେ ପ୍ରତ୍ୟାଖ୍ୟାନ କରେ। ସେ ସର୍ବଦା ଏହିପରି କରି ଆସିଛି। ଯେଉଁମାନେ ଏହି ଯୋଗ ପଥ ଗ୍ରହଣ କରିଛନ୍ତି ସେମାନେ ଯଦି ନିଜକୁ ଉନ୍ମୁଖ କରିବେ ଏବଂ ନିଜ ନିମ୍ନ ପ୍ରକୃତିର ପରିବର୍ତ୍ତନ ନିମିତ୍ତ ସଂକଳ୍ପବଦ୍ଧ ହେବେ ତେବେ ହିଁ କେବଳ ଏହି ଅନିଚ୍ଛା ଭାବ ଅନ୍ତର୍ହିତ ହୋଇପାରିବ। ଶ୍ରୀ ଅରବିନ୍ଦ। ସମସ୍ତଙ୍କୁ ମୋର ପ୍ରଣାମ। ବନ୍ଦେ ମାତରମ୍। ବହୁତ ଧନ୍ୟବାଦ ଅପା। ଆଶ୍ରମରୁ ଆସିଥିବା ମେସେଜ। It was the descent of a Krishna into the physical. The descent of a Krishna would mean the descent of the overmind Godhead, preparing, though not itself actually, the descent of a supermind and Ananda. Krishna is the Anandamaya. He supports the evolution through the overmind, leading it towards the Ananda. Sri Aurobindo. ଏହା ଥିଲା ଦୈହିକ ଚେତନା ମଧ୍ୟକୁ ଶ୍ରୀକୃଷ୍ଣଙ୍କ ଅବତରଣ। ଶ୍ରୀକୃଷ୍ଣଙ୍କର ଅବତରଣର ଅର୍ଥ ଅଧିମାନସ ଅଧୀଶ୍ୱରଙ୍କ ଅବତରଣ। ଏହା ସ୍ୱୟଂ ବାସ୍ତବ ପକ୍ଷରେ ଅତିମାନସ ତଥା ଆନନ୍ଦର ଅବତରଣ ନହେଲେ ବି ସେଥିଲାଗି ପ୍ରସ୍ତୁତି ଘଟାଇଥାଏ। କୃଷ୍ଣ ହେଉଛନ୍ତି ଆନନ୍ଦମୟ। ସେ ଅଧିମାନସ ମଧ୍ୟ ଦେଇ ବିବର୍ତ୍ତନକୁ ଧାରଣ କରନ୍ତି ଓ ଆନନ୍ଦ ଦିଗରେ ଏହାକୁ ନେଇ ଚାଲନ୍ତି। ଶ୍ରୀ ଅରବିନ୍ଦ। ବର୍ତ୍ତମାନ ଆମେ କିଛି ସମୟ ନୀରବ ରହିବା, କାର୍ଯ୍ୟକ୍ରମକୁ ମାଙ୍କ ନିକଟରେ ନିବେଦନ କରିବା।